ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ ସୁତବାଚ। ସୁତ କହନ୍ତି ସୁଚିତରେ ସନକ ମୁନିଙ୍କ ଆଗରେ ଧର୍ମ ଦେବତା ଦିବାକର ତାଙ୍କୁ ମୋହର ନମସ୍କାର। ସେ ଧର୍ମ ସର୍ବଦେବ ଶ୍ରେଷ୍ଠ ସାଧୁ ପାଳି ନାଶନ୍ତି ଦୁଷ୍ଟ। ଏ କୃଷ୍ଣ ବ୍ରହ୍ମ ସ୍ୱରୂପୀ ବର ତା ପାଦେ ମୋର ନମସ୍କାର। ସେ ବ୍ରହ୍ମ ଋଷି ବିପ୍ରବର ତାଙ୍କୁ ଯେ ପ୍ରଣାମ ମୋହର। ଶ୍ରୀଭାଗବତ ପୁରାଣରେ ଯେ ଧର୍ମ ଲଭନ୍ତି ସଂସାରେ, ସେ ଧର୍ମ ଥାଇ ସଦା ପୁଣ ଚତୁର୍ବର୍ଗ ଦାୟୀ କାରଣ। ତା ତୁମ୍ଭେ ସାବଧାନେ ଶୁଣ ପାଇବ ବିଷ୍ଣୁର ଚରଣ। ଏ ଯେ ବିଷ୍ଣୁ ଚରିତ ଲୀଳା ପରମ ତତ୍ତ୍ୱ କହିଦେଲା। ଯାହା ସେ ତୁମ୍ଭେ ପଚାରିଲ ଶୁଣିଣ ସଫଳ ହୋଇଲ। ମହାପୁରୁଷର ସ୍ୱରୂପୀ ନିର୍ଣ୍ଣୟ ଜେନେ ଜଗତ୍ ବ୍ୟାପୀ। ନାରାୟଣ ସ୍ୱରୂପୀ ସୂର୍ଯ୍ୟ କହତା ମହିମା ଆଚାର୍ଯ୍ୟ। ଶ୍ରୀଭାଗବତ ପୁରାଣ ସାକ୍ଷାତ ବିଷ୍ଣୁର ନିର୍ମାଣ। ଯେ ହର ସର୍ବ ପାପ ହରେ ତାଙ୍କ ମହିମା ନିରନ୍ତରେ। ଆଦି ଅନ୍ତକ ପୂର୍ଣ୍ଣ ହୋଇ ନାରାୟଣ ମହିମା କହି। ନ ଯେ ଜଳ ନାହିଁ ସ୍ଥାନ ତନ୍ମୟ ତହିଁରେ ଶୟନ। ତେଣୁ ନାରାୟଣ ବୋଲାନ୍ତି ପାପ ହରଣେ ଶ୍ରୀପତି। ତେଣୁ ଇନ୍ଦ୍ରିୟ ମାନଙ୍କର ଅଟନ୍ତି ଜାଣ ସର୍ବେଶ୍ୱର। ତେଣୁ ହୃଷିକେଶ ବୋଲାନ୍ତି ମହିମା କେହି ନ ଜାଣନ୍ତି। ଭୋଗ ଯେ ଅଷ୍ଟ ଐଶ୍ୱର୍ଯ୍ୟ ମହାଣିମା ଆଦିରେ ବିରାଜ। ଏ ଯଶ ବୈରାଗ୍ୟ ଶ୍ରୀ ମାନସ ମୁହେ ନିଯୁକ୍ତ ହୋଇଣ। ଏଣୁ ଭଗବାନ ବୋଲାନ୍ତି ପ୍ରାଣୀକୁ ସଂସାରେ ଭ୍ରମାନ୍ତି। ସାତ୍ୱିକ ଯେ ବୈଷ୍ଣବ ଭଜନ ସାତ୍ୱିକ ଯଦୁବଂଶ ମାନ। ଯାଦବ ପତି ସେହୁ ଯେଣୁ ସାତ୍ୱିକ ନାମ ତାଙ୍କ ତେଣୁ। ତାଙ୍କର ମହିମା ବଖାଣ ହୋଇଛି ଶ୍ରୀ ଭାଗବତେଣ। ହେମନ୍ତ ସୁତ ମୁକୁ ଶୁଣି ସନକ ବୋଲେ ମଞ୍ଜୁବାଣୀ। ସନକ ବାଚ ହେ ସୁତ ହୋଇ ସାବଧାନ ଶୁଣିଲୁ ବିଷ୍ଣୁର ପୁରାଣ। ତୁମ୍ଭରେ କୃତାର୍ଥ ହୋଇଲୁ ଭବସାଗର ନିସ୍ତରିଲୁ। ଶ୍ରୀ ଭାଗବତ ପୁରାଣ କହିଲା ସଂଶୟ ଫେଣିଣ। ପ୍ରଥମାଦି ଦ୍ୱାଦଶ ଯାଏ କହିବ ପଦ ଯେ ନିର୍ଣ୍ଣୟ। ଯେ ଖଣ୍ଡେ ଯେତେ ପଦ ହୋଇ ଅଧ୍ୟା ଯେ କହିବ ବୁଝାଇ। ସନକ ବାଣୀ ଶୁଣି ତ ସେ ସୁତ ଯେ କହନ୍ତି ହରସେ। ତବାଚମ୍ ପରମ ବ୍ରହ୍ମ ଯେ ଈଶ୍ୱର ପରମ ଗୁପ୍ତ ଏ ସଂସାର। ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ ଯେଉ ଅନାଦି ବିଶ୍ୱମୟ। ଭାଗବତ ପ୍ରଥମ ସ୍କନ୍ଧେ ବନ୍ଦେ ଶ୍ରୀକୃଷ୍ଣ ପଦ୍ମପାଦେ। ତାହାଙ୍କ ପଦ୍ମପାଦେ ଧ୍ୟାନ ତାକୁ ଜାଣିପାରେ ଯେ ଜ୍ଞାନ। ତାହାଙ୍କ ଚରିତ ବ୍ୟାଖ୍ୟାନ ଶୁଣି ସଂଶୟ ଯାଉ ମନ। ଅନୁଭବ ଜ୍ଞାନ ସಮೇତେ ବର୍ଣ୍ଣନା ହୁଅନ୍ତି ଯେମତେ। ଭକ୍ତି ଯୋଗ ବର୍ଣ୍ଣନ ମାନ ସାଂଖ୍ୟ ଯୋଗ ବୈରାଗ୍ୟ ଜ୍ଞାନ। ଜ୍ଞାନ ଆଶ୍ରୟ ଯେଉଁ ବ୍ରହ୍ମ ତାଙ୍କ ମହିମା ଯେ ଉତ୍ତମ। ନାରଦ ବେଦ ବ୍ୟାସଙ୍କର ବଦ୍ରିକା ଆଶ୍ରମେ ବିଚାର। ଏ ତହୁଁ ଯେ ନାରଦଙ୍କ ତହିଁ ବ୍ୟାସେ ଯେ ଭାଗବତ ପାଇ। ଏ ପୂର୍ବ ତିନି ଜନ୍ମର କଥା ନାରଦ କହେ ସେ ବ୍ୟବସ୍ଥା। ପଞ୍ଚକଟକେ ଯେ ରାଜନ ନାମ ତାହାର ଦୁର୍ଯ୍ୟୋଧନ। ସମର ଶେଷେ ଜାନୁ ଭଗ୍ନ ପଡ଼ିଲା ଠାରେ ଆଚରଣ। ଉପଆଚାର୍ଯ୍ୟ କୃତ ବର୍ମା ଅଶ୍ୱତ୍ଥାମା ମିଳିଲେ ସୀମା। ଦୁର୍ଯ୍ୟୋଧନ ପ୍ରୀତି ନିମନ୍ତେ ପୃଥିବୀ ଓ ପାଣ୍ଡବ ଅର୍ଥେ। ପାଣ୍ଡବ ପାଞ୍ଚାଳି କୁମର ଅଶ୍ୱତ୍ଥାମା ପେଶିଲା ସର। ମାରିଣ ଦୁର୍ଯ୍ୟୋଧନ ଆଗେ ସେ ପାଞ୍ଚ ମୁଣ୍ଡ ଦେଲା ବେଗେ। ଦୁର୍ଯ୍ୟୋଧନ ଯେ କ୍ରୋଧ କଲା ତା ପେଣ ପ୍ରାଣ ବିସର୍ଜିଲା। ପଞ୍ଚକୁମର ବଧ ଶୁଣି କୃଷ୍ଣ ଅର୍ଜୁନ ସେ ଅଗ୍ରଣୀ। ଯୁଦ୍ଧେ ଜିଣି ମଥାରୁ ମଣି ଖୋଳି ଘେନିଲେ ପାର୍ଥ ଜାଣି। ଯୁଧିଷ୍ଠି ଆଗେ ବାନ୍ଧି ଆଣି ସମର୍ପି ଦେଲା ତତ୍କ୍ଷଣି। ତାହାକୁ କରି ସାତ ବେଣ୍ଟି ଛଡ଼ାଇ ଦେଲେ ସେ ଯୁଧିଷ୍ଠି। ସେ ଅଭିମାନେ ଅଶ୍ୱତ୍ଥାମା ପାଣ୍ଡବେ ପେଶେ ସର ବ୍ରହ୍ମା। ଉତ୍ତରା ଗର୍ଭେ ଯେ ବାଳକ ପେଶିଲା ବ୍ରହ୍ମସର ଏକ। ଗୋଷ୍ଠୀ ପ୍ରମାଣେ ପୁରୁଷ ଉତ୍ତରା ଗର୍ଭରେ ପ୍ରବେଶ। କୃଷ୍ଣ ଚକ୍ର ଘେନି ତହିଁ ବ୍ରହ୍ମସରକୁ ସେ ଛେଦଇ। ଗର୍ଭେ ବାଳକ ରକ୍ଷା କଲେ ପରୀକ୍ଷିତ ଜନମ ହେଲେ। ଯୁଧିଷ୍ଠି ଅଶ୍ୱମେଧ ଯାଗ ଏ ପୁଣ୍ୟ ରାଜ୍ୟ କଲେ ଭୋଗ। କଳିର 36 ବରଷ ସେ ରାଜ ଅର୍ପଣ କଲେ ଶେଷ। ପରୀକ୍ଷେ ଯୁବରାଜ ଅର୍ପଣ ପାଣ୍ଡବେ ସ୍ୱର୍ଗ ଆରୋହଣ। କୃଷ୍ଣ ବୈକୁଣ୍ଠ ବିଜୟ ଯାଦବେ ସର୍ବେ ଗଲେ କ୍ଷୟ। ପରୀକ୍ଷିତ ଦିଗ ବିଜୟ କଳି ଯୁଗକୁ ଦଣ୍ଡ ଭୟ। ପରୀକ୍ଷ କରି ରାଜଯୋଗ 61 ବରଷ ଭୋଗ। ଏମଧ୍ୟ ପରୀକ୍ଷେ ରାଜନ ମୃଗୟା ବିହାରେ ଗମନ। ସେ ଶ୍ରମିକ ଋଷି ଆଶ୍ରମରେ ତୃଷାରେ ଜଳ ମାଗେ ତାରେ। ଋଷି ଗଳାରେ ମୃତ ସର୍ପେ ରାଜା ଲମ୍ବାଇ ଅଛି କୋପେ। ଋଷି ବାଳକ ଶୃଙ୍ଗେ ନାମ ରାଜାକୁ ସାପ ଦେଲା ତମ। ସେ ସାପ ପରୀକ୍ଷିତ ଜାଣି ପୁତ୍ରକୁ କରି ରୂପମଣି। ରାଜ୍ୟ ଛାଡ଼ି ଗଙ୍ଗା ପାଷାଣ କୁଶ ଶଯ୍ୟା କଲେ ଶୟନ। ସକଳ ବ୍ରହ୍ମ ଋଷି ମାନ ଶୁକ ଦେବଙ୍କ ଆଗମନ। ସେ ରାଜା ସର୍ବ ଋଷି ଗଣେ ପୁଛିଲା ନିସ୍ତାର କାରଣେ। ହେ ସୁକଦେବ ପ୍ରସନ୍ନ ହୋଇ ଶ୍ରୀ ଭାଗବତ ଗ୍ରନ୍ଥ କହି। ଊନବିଂଶ ଅଧ୍ୟାୟରେ ପୁଣ ପ୍ରଥମ ସ୍କନ୍ଧେ ଯେ ସମ୍ପୂର୍ଣ୍ଣ। ପ୍ରଥମ ସ୍କନ୍ଧେ ନିର୍ମାଣ ଶୁକ ସନକ ମୁନିଗଣ। ଦ୍ୱିତୀୟ ସ୍କନ୍ଧର ଆଦ୍ୟରେ ଶୁକ ପରୀକ୍ଷଙ୍କ ବିଚାରେ। ଶ୍ରୀ ଭାଗବତ ଯେ କହିଲେ ସକଳ ରାଜ ଋଷି ମେଳେ। ପରମାତ୍ମା ଯେ ପ୍ରକାଶ ବିରାଟ ସ୍ୱରୂପ ପୁରୁଷ। ପରମ ଆତ୍ମା ଭେଟିବାରେ ଅଷ୍ଟାଙ୍ଗ ଯୋଗ ଧାରଣାରେ। ଆତ୍ମା ପରମ ଆତ୍ମା ଏ ତଲ୍ଲୀନ ହୋଇବେ ଯେଉଁ ମତ। ତ୍ରିକୁଟେ ପଶି ଶସ୍ତ୍ର ଦଳ ପ୍ରାଣ ପଶିବ ଯେଉଁ ପୁର। ଏ ବ୍ରହ୍ମା ନାରଦଙ୍କ ସମ୍ବାଦ ଭାଗବତ ଉପନିଷଦ। ବ୍ରହ୍ମାଠାରୁ ନାରଦ ପାଇ 4 ଶ୍ଲୋକରେ ବୋଧ ହୋଇ।
ଏ ନାରଦେ 10 ଶ୍ଲୋକେ ପୂର୍ଣ୍ଣ ବ୍ୟାଖ୍ୟା ନ କଲେ ସେ ପୁରାଣ। ମହାବିଚାଟ ସେ ପୁରୁଷ ତାଙ୍କ ଉତ୍ପତ୍ତି ସ୍ଥିତି ନାଶ 24 ଅବତାର ଲୀଳା ବ୍ରହ୍ମାଣ୍ଡ ଉତ୍ପତ୍ତି ସେ କଲାମ୍। ଦ୍ୱିତୀୟ ସ୍କନ୍ଧେ ଚରିତ 10 ଅଧ୍ୟାୟରେ ସମାପତ। ଦ୍ୱିତୀୟ ହେଲା ସମାପତ ଶୁକ ସୌନକ ତପୋବନ୍ଧ। ଏବେ ତୃତୀୟ ସ୍କନ୍ଧ ବାଣୀ ବିଦୁର ଉଦ୍ଧବ ଭାଲେଣି ବିଦୁର ମୈତ୍ରେୟ ସମ୍ବାଦ ପୁରାଣ ସଂହିତାର ଭେଦ। ବିଦୁର ପରମ ଆନନ୍ଦେ ଚିତ୍ତ ନିବେଶୀ କୃଷ୍ଣ ପାଦେ ମହାପୁରୁଷର ନିର୍ଣ୍ଣୟ ପ୍ରାକୃତିକ ସ୍ୱର୍ଗ ନିର୍ଣ୍ଣୟ। ଏ 7 ସ୍ୱର୍ଗ ବିକାର ସ୍ୱର୍ଗ ବ୍ରହ୍ମାଣ୍ଡର ଉତ୍ପତ୍ତି ମାର୍ଗ। ଏ ବିରାଟ ପୁରୁଷର ରୂପ କାଳ ସ୍ଥୂଳ ସୂକ୍ଷ୍ମ ସ୍ୱରୂପ। ନାଭି କମଳ ଉତପତି ମହାପଦ୍ମନାଭ ବିଖ୍ୟାତି। ନ ପ୍ରଳୟର କାରଣ ସରକାର ନବ ଜଳ ପୂରଣ। ବରାହ ଅବତାର ହୋଇ ପୃଥ୍ୱୀ ଦନ୍ତ ଅଗ୍ରେ ଧରଇ। ଆଦି ଅସୁର ଅବତାର ହିରଣ୍ୟାକ୍ଷ ବଧ ବିଚାର ସିଦ୍ଧ ଚାରଣ ବିଦ୍ୟାଧର ଦେବତା ଗନ୍ଧର୍ବ କିନ୍ନର। କିଂପୁରୁଷ ଆଦି ଏମାନେ ସର୍ବ ଉତ୍ପତ୍ତି କାରଣେ। ବ୍ରହ୍ମା ଦେହରୁ ଅବତାର କୀଟ ପତଙ୍ଗାଦି ସ୍ଥାବର। ଜଙ୍ଗମ ଆଦି ଚାରିଖା ନିଃସ୍ୱ ଅଣ୍ଡଜ ଯେ ଭେନି। ଦ୍ୱିଜ ଆଦି ଚାରିଖା ନିମନ୍ତେ ସୃଷ୍ଟି ଲାଭ ଘେନି। ହେମନ୍ତେ ବ୍ରହ୍ମାଣ୍ଡ ସୃଜନ ପାତାଳବାସୀଙ୍କ ଉତ୍ପନ୍ନ। ଦିବାରାତ୍ର ସନ୍ଧ୍ୟାଦିମାନ କାଳର ଉତ୍ପତ୍ତି ଯେ ସନ। ଅର୍ଦ୍ଧନାରୀ ନର ଉତ୍ପତ୍ତି ସ୍ୱୟଂଭୁବ ମନୁ ସନ୍ତତି। ରୂପା କନ୍ୟାର ଜନ୍ମ ଏକାଦଶ ରୁଦ୍ର ଉତ୍ପନ୍ନ। ଏ ମେନକାଦି ଯେ ଋଷିମାନେ ସ୍ୱୟଂଭୂ ଦୁଇ ପୁତ୍ର ଜନ୍ମେ। 3 କନ୍ୟା ବର ହୋଇ ଏଥୁ ଯେମନ୍ତେ ସମ୍ଭବଇ। ଏ ଧର୍ମ ପତ୍ନୀମାନେ ପୁଣେ ଏହାଙ୍କ ଏକ ଆଚରଣ। 14 ଦକ୍ଷ ପ୍ରଜାପତି ତାଙ୍କ କନ୍ୟାଙ୍କର ସନ୍ତତି। ବ୍ରହ୍ମାର ପୁତ୍ର ସେଉ ପୁଣ କର୍ଦମ ପ୍ରଜାପତି ନାମ। ତାଙ୍କ ଭାରିଜା ଦେବହୂତି ସ୍ୱୟଂଭୁବଙ୍କର ଦୁହିତି। ତାଙ୍କ ଗର୍ଭରୁ ଜାତ ପୁଣ ନବ କନ୍ୟା ଏକ ନନ୍ଦନ। ଏ କନ୍ୟା ନବ ପ୍ରଜାପତି ବିଭା ଏହାଙ୍କ ସନ୍ତତି। କର୍ଦମ ପୁତ୍ର ସେ କପିଳ ବିଷ୍ଣୁ ଅଂଶ ଜ୍ଞାନରେ ଭୋଳ। ତାଙ୍କୁ ଜ୍ଞାନ ଧର୍ମ କହି ବିଷ୍ଣୁର ମହିମା ବୁଝାଇ। କପିଳ ତପସ୍ଥାନେ ଗଲେ ଯୋଗ ଆସନେ ସେ ବସିଲେ। ଶୁମ୍ଭ ନିଶୁମ୍ଭ ବର ପାଇ ଈଶ୍ୱର ପାର୍ବତୀ ଯେ ଦେଇ। ସ୍ୱର୍ଗରେ ଉପଦ୍ରବ କଲେ ଦୁର୍ଗାର ହସ୍ତେ ହତ ହେଲେ। ତୃତୀୟ ସ୍କନ୍ଧେ ଭାଗବତ 33 ଅଧ୍ୟାୟ ସମାପତ। ଚତୁର୍ଥ ସ୍କନ୍ଧର ବର୍ଣ୍ଣନ ନବ ପ୍ରଜାପତି ବଚନ। ଏହାଙ୍କ ବଂଶାନୁଚରିତ ସଂସାରେ ଯଉଁ ଯେ ଉଚିତ। ଦକ୍ଷ ପ୍ରଜାପତି ସେ ପୁଣ ଯଜ୍ଞ ସେ କଲେ କହୁ ଉଦ୍ୟମ। ଯେ ଯଜ୍ଞ ଭଗ୍ନ କଲେ ପାର୍ବତୀ ନିଧନେ କୋପିଲେ। ତହୁଁ ସେ ଧ୍ରୁବର ଚରିତ ତପରେ ତୋଷିଲେ ଅନନ୍ତ। ତହୁଁ ସେ ପୃଥୁର କାହାଣୀ ଯେମନ୍ତେ ମୋହିଲେ ଧରଣୀ। ପ୍ରାଚୀନ ବରହି ସମ୍ବାଦ ଏ ରାଜା ନାରଦଙ୍କ ଭେଦ। ଶିବଶ୍ଚ ନାମେ ଯେ ବ୍ରାହ୍ମଣ ଯେମନ୍ତେ କୃଷ୍ଣକୁ କୋପିଣ। କୃଷ୍ଣ ଅଷ୍ଟାଙ୍ଗ ଯୋଗେଣ ଯେମନ୍ତେ କଲେ ନାରାୟଣ। ନିରଞ୍ଜନର ଉପାଖ୍ୟାନ 10 ପ୍ରଚେତାଙ୍କ ନନ୍ଦନ। ଏ ରାଜା ପ୍ରାଚୀନ ବରହି ଏହାର 10 ପୁତ୍ର ହୋଇ। 10 ପ୍ରଚେତାଙ୍କର ପୁଣ ହୋଇଲା ଏକଇ ନନ୍ଦନ। ନାମ ତା ଦକ୍ଷ ପ୍ରଜାପତି ଏକ ମାତା ଗର୍ଭୁ ଜନ୍ମନ୍ତି। ସେ ନାରୀ ପୂର୍ବ ଜନ୍ମ ଗତି ଯେମନ୍ତେ ହୋଇଲା ଉତ୍ପତ୍ତି। ସେ ପ୍ରେମ ଲୋପା ଅପସରି କର୍ଣ୍ଣ ଋଷିଙ୍କ ବୀର୍ଯ୍ୟ ଧରି। ତଦନ୍ତରେ ଶୁଣ ମନ ପୁରଞ୍ଜନର ଯେ ଆଖ୍ୟାନ। ନାରଦ ତହୁଁ ଶିକ୍ଷା ପାଇ ବନକୁ ଗଲେ ତୋଷ ହୋଇ। ଦୁର୍ବାସା ମୁନିଙ୍କ ଆଶ୍ରମେ ବ୍ରହ୍ମାଙ୍କୁ ଭେଟିଲେ କେଶନେ। 10 ଅବତାର ବର୍ଣ୍ଣନ ଶୁଣ ସୋନକ ତପୋଧନ। ଯେମନ୍ତେ ହୋଇଲେ ସେ ଜାତ ଚତୁର୍ଥ ସ୍କନ୍ଧେ ଚରିତ। 31 ଅଧ୍ୟାୟଣ ଚତୁର୍ଥ ହୋଇଲା ସମ୍ପୂର୍ଣ୍ଣ। ପଞ୍ଚମ ସ୍କନ୍ଧେ ଆଦି ପୁଣି ପ୍ରିୟବ୍ରତ ରାଜା କାହାଣୀ। ନାଭି ରାଜାର ଯେ ଚରିତ ଋଷଭ ଦେବ ଜନ୍ମ ମାତ୍ର। ଭରତ ରାଜାର ବର୍ଣ୍ଣନ 3 ଜନ୍ମ ବିଷ୍ଣୁ ସେବନ। ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନ ଶପଥ ଦୀପ ବିଦ୍ୟମାନ। ଶପଥ ସମୁଦ୍ର ଯେ ସନ ଦ୍ୱିଗୁଣ କାଞ୍ଚନ ଭୁବନ। ଲୋକାଲୋକ ସମେତ ହୋଇ ବ୍ରହ୍ମାଣ୍ଡ ଯେମନ୍ତ ଅଟଇ। ବନ ପର୍ବତ ନଦୀ ମାନ ଯେତେକ ଏହାଙ୍କ ବର୍ଣ୍ଣନ। ଜ୍ୟୋତିଷ ଚକ୍ର ଧ୍ରୁବ ଚକ୍ର ଶିଶୁମାର ଯେ ଚକ୍ର ବକ୍ର। ପାତାଳ ନରକ ବର୍ଣ୍ଣନ ପାପେ ନରକ ଭୋଗମାନ। ପଞ୍ଚମ ସ୍କନ୍ଧେ ଚରିତ 26 ଅଧ୍ୟାୟ ସମାପତ। ପଞ୍ଚମ ସ୍କନ୍ଧେ ଚରିତ ଶୁଣି ସୋନକ କୃତ କୃତ୍ୟ। ଏବେ ସେ ଷଷ୍ଠ ସ୍କନ୍ଧ ବାଣୀ ଯାହା କହିଲେ ପରିମାଣୀ। ଅଜାମିଳାର ଉପାଖ୍ୟାନ ନାମର ମହାତ୍ମ୍ୟ ବର୍ଣ୍ଣନ। ଏ ବିଷ୍ଣୁ ଦୂତ ଯେ ଯମଦୂତ ବିଷ୍ଣୁ ମହିମା ଗୁଣଖ୍ୟାତ। ବିଷ୍ଣୁ ଭକତ ଯେତେ ଜନ ନ ଯିବେ ତାଙ୍କର ପାଷାଣ। ଅଜାମିଳର ଯେ ମୁକତି ବୈକୁଣ୍ଠ ଯେମନ୍ତ ପ୍ରାପତି। ଦକ୍ଷ ପ୍ରଜାପତି ଚରିତ ଯେମନ୍ତେ ପୁତ୍ର କଲେ ଜାତ। ଏ ପୁତ୍ର ନାରଦଙ୍କ ହେତୁ ଯେ ସନେ ଲଭିଲେ ସେ ମୃତ୍ୟୁ। ନାରଦ ଦକ୍ଷ ପ୍ରଜାପତି ଅନନ୍ୟ ଶାପ ସେ ଦିଅନ୍ତି। ସେ ଦକ୍ଷ ପ୍ରଜାପତିଙ୍କର 60 ଝିଅଙ୍କୁ ସେ ବର। ଏହାଙ୍କ ସନ୍ତତି ନିର୍ମାଣ ଯକ୍ଷ ମନୁଷ୍ୟ ଦେବଗଣ। ଅସୁର ପଶୁ ପକ୍ଷୀ ଜନ୍ତୁ ଏ ଆଦି ଜନ୍ମ ଯେ ହେତୁ। ଏ ଆଦି ଜନ୍ମ ମରଣ ଆଦି ବୃତ୍ତାସୁର ଯେମନ୍ତେ ବଧି। ଦ୍ୱିତୀୟର ପୁତ୍ର ଯେ ହିରଣ୍ୟ ହିରଣ୍ୟାକ୍ଷ ଭାବର ପୁଣ। ଏହାଙ୍କ ଜନ୍ମର ଚରିତ ବରାହ ବଧିଲେ ଯେମନ୍ତ। ଏହାଙ୍କ ପତ୍ନୀର ରୋଦନ ସୁଯଜ୍ଞ ରାଜାର ବିଧାନ। ନାରଦ ବଧି କହିବାରେ ପବନ ଯେମନ୍ତେ ଜନ୍ମିଲେ। 49 ରୂପ ଧଇଲେ ବ୍ରତ ଦୃଢ଼େ ନାଶ ହୋଇଲେ। ଦିତି ଶୁକ ବ୍ରତୁ ଜନ୍ମ ଇନ୍ଦ୍ରତା କଲା ଭିନ୍ନ ଭିନ୍ନ। ଷଷ୍ଠ ସ୍କନ୍ଧର ଚରିତ 19 ଅଧ୍ୟାୟ ଉକତ। ଏବେ ସେ ସପ୍ତମ ସ୍କନ୍ଧରେ ହିରଣ୍ୟ କଶିପୁ ଅସୁରେ।
ତାହାଙ୍କ ପୁତ୍ର ପ୍ରହ୍ଲାଦ ସେ ଯେ ଦୈତ୍ୟେଶ୍ୱର ଇନ୍ଦ୍ର ତାହାର ଯେତେକ ଚରିତ ପ୍ରହ୍ଲାଦଙ୍କ କଷ୍ଟମତ ହିରଣ୍ୟକଶିପୁ ନିଧନ ନୃସିଂହ ରୂପେ ବିଦାରଣ ଏ ବ୍ରାହ୍ମଣ କ୍ଷତ୍ରୀ ବୈଶ୍ୟ ଶୂଦ୍ର ଚାରି ଜାତିରେ ବର୍ଣ୍ଣଭେଦ ବ୍ରହ୍ମଚାରୀ ଯେ ବାନପ୍ରସ୍ଥ ଗୃହୀ ସନ୍ନ୍ୟାସୀ ଚାରି ମତ ଏଥିରେ ବର୍ଣ୍ଣ ଧର୍ମାଚାର ସର୍ବଧର୍ମ କର୍ମ ବର୍ଣ୍ଣର ଗାଧ ବିଧିରେ ଯେତେ ହୋଇ ସପ୍ତମ ସ୍କନ୍ଧେ ଏହା କହି 15 ଅଧ୍ୟାୟରେ ସମ୍ପୂର୍ଣ୍ଣ ଅଧ୍ୟାୟର ପଦ ଯେ ପ୍ରମାଣ ସପ୍ତମ ସ୍କନ୍ଧେ ଏହା କହି ଶୁଣ ସନକ ମନ ଦେଇ ଏବେ ଅଷ୍ଟମ ସ୍କନ୍ଧ ଶୁଣ ଯେମତେ ହୋଇଛି ପ୍ରସନ୍ନ ଚତୁର୍ଦଶ ମନୁ ଚରିତ ଭୂତ ବର୍ତ୍ତମାନ ଯେମନ୍ତ ପାପରୁ କରିଣ ମୋକ୍ଷଣ ଗ୍ରାହକୁ ନିବାରି ଚକ୍ରେଣ ଗଜକୁ କରିଣ ମୋକ୍ଷଣ ଦେଲେ ସେ ବୈକୁଣ୍ଠରେ ସ୍ଥାନ ବିଷ୍ଣୁ ମନନ୍ତର ମାନର ହୟଗ୍ରୀବାଧି ଅବତାର ବରାହ ମତ୍ସ୍ୟ ଯେ କଚ୍ଛପ ନରସିଂହ ବାମନ ରୂପ ନାନା ଅବତାରେ ମହିମା କ୍ଷୀରାବ୍ଧି ମନ୍ଥନ ଉପମା ଚତୁର୍ଦଶ ରତ୍ନ ଉତ୍ପତ୍ତି ଲକ୍ଷ୍ମୀ ଅମୃତ ସେ ସମ୍ଭୁତି ଐରାବତ ଉଚ୍ଚୈଶ୍ରବା ବାରୁଣୀ ସମ୍ଭୂତ ହୋଇବା ଧନନ୍ତି ଜନମ କାରଣ ମୋହିନୀ ରୂପ ସେ ଧାରଣ ଈଶ୍ୱର ପାର୍ବତୀ ଶରଦା ଈଶ୍ୱର ମୋହ ଯେଉଁ ବାଧା ଅମୃତ ବକେ ରାହୁ ଛେଦ ଚନ୍ଦ୍ର ସୂର୍ଯ୍ୟ ଗ୍ରାସିବା ଭେଦ ଅମୃତ ନ ପାଇ ଅସୁରେ ଦେବଙ୍କ ସଙ୍ଗେ ଯୁଦ୍ଧ କଲେ ସ୍ୱର୍ଗ ଛାଡ଼ି ଇନ୍ଦ୍ର ସମେତ ପଶିଲେ ଗହନ ବନସ୍ଥ ବଳି ଯେ ସ୍ୱର୍ଗ ଭୋଗ କରି ଦାନେଣ ନାହିଁ ସମସରି ପୁତ୍ରଙ୍କ କଷ୍ଟ ଦେବ ମାତ ଅଦିତି କଲେ ପୟୋବ୍ରତ ମନ ଜନମ ହୋଇଲେ ଯଜ୍ଞ ପ୍ରବେଶ ଦାନ ଛଳେ ବାମନ ଜନମ ହୋଇଲେ ଯଜ୍ଞ ପ୍ରବେଶ ଦାନ ଛଳେ ବଳିଠାରୁ ଦାନ ଗ୍ରହଣ ନିଷେଧ ଶୁକ୍ର ମନ୍ତ୍ରୀ ପୁଣ ବଳିକି କରିଣ ବନ୍ଧନ ତିନି ପାଦେ ଯେ ଭୂମି ଦାନ ବାମନ ବିଶ୍ୱରୂପ ହୋଇ ପାଦକେ ପୃଥିବୀ ଘୋଡ଼ାଇ ପାଦକେ ଆକାଶକୁ ଗଲା ବ୍ରହ୍ମାଣ୍ଡ ଭାଣ୍ଡ ଫାଟିଗଲା ଯେଣୁ ବିଷ୍ଣୁ ପାଦ ଲାଗିଲା ଆକାଶ ଗଙ୍ଗା ବହିଗଲା ଜଗତ ପବିତ୍ର ସେ କଲା ଆକାଶ ଗଙ୍ଗା ବୋଲାଇଲା ନାଭି କମଳୁ ପାଦ ହୋଇ ବଳିକି ପାତାଳେ ଚାପଇ ବ୍ରତ ରାଜା ଚରିତ ପ୍ରଳୟ ଜଳରେ ଯେମନ୍ତ ମତ୍ସ୍ୟ ଅବତାର ସେ ହୋଇ ନାନା ମତ୍ସ୍ୟ ଶୃଙ୍ଗରେ ବହି ସେ ରାଜା ଦିବାକର ବଂଶେ ଜନ୍ମ ହୋଇଲା ମନୁ ବଂଶେ ଦୈବ ସୁତ ମନୁ ହୋଇ ଯେମତେ ସ୍ୱର୍ଗେ ସେ ବସଇ ଙ୍କ ଜନ୍ମର କାହାଣୀ ପରୀକ୍ଷା ପଚାରିଲେ ପୁଣି ଅଷ୍ଟମ ସ୍କନ୍ଧେ ଚରିତ 23 ଅଧ୍ୟାୟ ସମାପତ ଅଷ୍ଟମ ସ୍କନ୍ଧେ କହି ଶୁଣ ସନକ ମନ ଦେଇ ନବମ ସ୍କନ୍ଧରେ ବ୍ୟାଖ୍ୟାନ ବଂଶାନୁଚରିତ ଏମାନ ସେ ସୂର୍ଯ୍ୟ ବଂଶାନୁ କୀର୍ତ୍ତନ ସୂର୍ଯ୍ୟର ଅଟଇ ନନ୍ଦନ ବୈବସୁତ ମନୁ ନାମେଣ ସେ ବଂଶେ ଇକ୍ଷ୍ୱାକୁ ଜନମ ତାଙ୍କ ବଂଶରେ ଯେତେ ପୁଣ ସୁଦୁମ୍ନ ରାଜ ବଂଶ ନାମ ଇଳା କନ୍ୟାର ଯେ ଚରିତ ପୁରୁର ଭାତା ଠାରୁ ଜାତ ସୋମ ଯେ ତାରାକୁ ହରଣ ବୁଧ ଜନ୍ମ ତାହା ବିରିଜଣ ଇଳା ଗର୍ଭରୁ ବୁଧୁ ଜନ୍ମ ହୋଇଲେ ପୁରୁର ବା ପୂର୍ଣ୍ଣ ଇଳା ଗର୍ଭରୁ ବୁଧୁ ଜନ୍ମ ହୋଇଲେ ପୁରୁର ବା ପୁଣ ତାହାର ଯେତେ ଉପାଖ୍ୟାନ କହିଛି ବିସ୍ତାର କରିଣ ଦୁଇ ବଂଶ ଆଦି ଏତୁ ସମବଂଶ ସୂର୍ଯ୍ୟ ବୋଲାଇ ସେ ସୂର୍ଯ୍ୟ ବଂଶର କତନ ସମାଧି ରାଜା ଉପାଖ୍ୟାନ ସାଙ୍କ ଆଦି ଉପାଖ୍ୟାନ ନୃଗାଦି ରାଜାଙ୍କ ବର୍ଣ୍ଣନ ସର୍ଜାତି ରାଜାଙ୍କ ଚରିତ ସୁକନ୍ୟା ବିଦ୍ୟା ବିଧିମତ ଯବନ ଋଷି ଉପାଖ୍ୟାନ କାକୁସ୍ଥ ରାଜା ବଂଶମାନ ଟାଙ୍ଗ ରାଜାଙ୍କ ମହିମା ଯେ ମାନଦାତାର ଗାରିମା ସୌରଭ ଋଷିଙ୍କ ଚରିତ ସଗର ରାଜାର ଯେ କୃତ ସଗର ସୋମେଧ ଯାଗ 60 ସହସ୍ର ସୁତ ତ୍ୟାଗ କପିଳ କୋପରେ ଧୈର୍ଯ୍ୟ ତେଣୁ ସେ ପୂର୍ବରୁ ନିଯୋଜ୍ୟ ଦିଲୀପ ରାଜାର ଯେ ପୁଣ୍ୟ ଭାଗୀରଥର ଉତ୍ତପର୍ଣ୍ଣ ଏ ଗଙ୍ଗାର ଯେ ଅବତରଣ ସଗର ପୁତ୍ରଙ୍କ କାରଣ ଶ୍ରୀ ରଘୁନାଥଙ୍କ ଚରିତ ହୋଇଲେ ଦଶରଥ ସୁତ ବାଳକ କାଳେ ସେ ମୃଗୟା ବନୁ ଆଣନ୍ତି ଗଜ ହୟା ଏ ବିଶ୍ୱାମିତ୍ରଙ୍କ ସଙ୍ଗେ ଗଲେ ବାଟରେ ତାଡ଼କୀ ବଧିଲେ ଖର ଦୂଷଣ ନାଶ କରି ଜାଗ ରଖିଲେ ଚାପଧାରୀ ଗୌତମ ପତ୍ନୀ ଯେ ଅହଲ୍ୟା ପାଷାଣୁ ମୁକୁତ ହୋଇଲା ମିଥିଳାପୁରରେ ଜନକ ନୃପତି ଅଟଇ ଧାର୍ମିକ ଧନୁ ଯେ ସ୍ୱୟଂବର କାଳେ ମିଳିଲେ ସକଳ ଭୂପାଳେ ଜୀବଧନୁ ରାମ ଭାଙ୍ଗିଣ ମୈଥଳି ବିବାହ ହୋଇଣ ଅଯୋଧ୍ୟା ନଗରେ ପ୍ରବେଶ ନୃପତି ପଣକୁ ଉଦ୍ଦେଶ୍ୟ କୈକେୟୀର ସତ୍ୟ ପୁଣି ସେ ଦଶରଥ ନୃପମଣି ରାମ ଯେ ବନବାସ ଗଲେ ସୀତା ଲକ୍ଷ୍ମଣ ଘେନି ତୁଲେ ଅଗମ୍ୟ ବନରେ ପଶିଲେ ପଞ୍ଚବଟୀ ବନେ ରହିଲେ ରାବଣ ସୀତା ହରି ନେଲା ଜାଣିଣ ରାମ ଚଳିଗଲା ଗ୍ରୀବ ମିତ୍ରର ଛଳେଣ ବାଳିକୁ କଲେ ସେ ନିଧନ ହନୁ ଯେ ଲଙ୍କାକୁ ହିଁ ଗଲା ସୀତାଙ୍କୁ ଠାବ ସେହୁ କଲା ରାବଣ ଭାଇ ବିଭୀଷଣ ଶ୍ରୀରାମେ ପଶିଲା ଶରଣ ବରୁଣ ବୋଲେ ରାମ ସେତୁ ବାନ୍ଧିଲେ ବାନରଙ୍କ ହେତୁ ଏ ରାବଣ ସ୍ୱଗୋତ୍ର ସହିତ ସବୁ ନାସିଲେ ରଘୁନାଥ ବିଭୀଷଣକୁ ରାଜା କଲେ ଅମର ପଦ ତାକୁ ଦେଲେ ତା ଅଗ୍ନି ପରୀକ୍ଷା କରି ଅଯୋଧ୍ୟା ପ୍ରବେଶ ମୁରାରୀ ତହିଁ ଯେ ଭୋଗ କିଛି ଦିନେ ସୀତାଙ୍କୁ ପେଶିଲେ ସେ ବନେ ସମେଧ ଯଜ୍ଞ ସେ କଲେ ପୁତ୍ରକୁ ବାଲ୍ମୀକି ଦେଲେ ଏ ଚାରି ଭାଇଙ୍କ ଅଷ୍ଟପୁତ୍ର ଚାରି ଦେଶରେ ଆଧିପତ୍ୟ ଋଷି ସୈନ୍ୟ ସମେତ ହୋଇ ଦେବ ହଂସରେ ଜନ୍ମ ସେଇ ତାଙ୍କୁ ଘେନି ସ୍ୱର୍ଗକୁ ଗଲେ ବୈକୁଣ୍ଠ ନିଦ୍ରାରେ ଶୋଇଲେ ଜନ୍ମାଦି ବୈକୁଣ୍ଠ ସହିତ କହିତ ଅଛୁ ସେ ଚରିତ ସେ ରାମ ନାମ ଯେ ଉଧରେ ସଂସାର ସାଗର ଉଧରେ ନିମି ରାଜାର ଯେ ଚରିତ ଜନକ ରାଜାର ବୃତ୍ତାନ୍ତ ଏ ଜନକ ରାଜାର ସନ୍ତତି ସୂର୍ଯ୍ୟ ବଂଶରେ ସେ ଉତ୍ପତ୍ତି ଯମଦଗ୍ନି ଭୃଗୁର ସୁତ ତା ସୁତ ପରଶୁରାମ ଖ୍ୟାତ ତପ କରଣେ ଅତି ଶ୍ରେଷ୍ଠ କ୍ଷତ୍ରିୟ ବୃତ୍ତିରେ ଗରିଷ୍ଠ
ମାତା ଦୋଇତା ରୂପ ଗୁଣ ଋଷି ଜନ୍ମି କ୍ଷତ୍ରୀ କୁଳେଣ ସ୍ତ୍ରୀ ଆଚାର ଋଷି ହୋଇ ଏଣୁ କ୍ଷତ୍ରିୟ ସେ ବୋଲାଏ ସହସ୍ର ଅର୍ଜୁନ ରାଜନ ବଳେ ସେ ନେଲା ଗୋଧନ ଯମଦଗ୍ନିର ଶିର ଛେଦି ଶୁଣି ପରଶୁରାମ କ୍ରୋଧୀ ବିଷ୍ଣୁଙ୍କୁ ଧ୍ୟାନ ସେଇ କଲେ ବିଷ୍ଣୁ ଯେ ପ୍ରସନ୍ନ ହୋଇଲେ ସେ ନାରାୟଣ ଜ୍ୟୋତି ଭାବେ ପଶିଲେ ପରଶୁରାମ ଗର୍ଭେ ସହସ୍ରାଜନକର ବଂଶ ସମୂଳେ କଲେ ସେ ବିନାଶ ଏ ପୃଥିବୀ ଏକବିଂଶ ବାର ଛେଦିଲେ କ୍ଷତ୍ରିୟଙ୍କ ଶିର ତମ ବଂଶରେ ସେ ଜନମ ପୁରୁର ବା ରାଜାର ନାମ ସେ ପୁଣି ଉର୍ବଶୀ ସଙ୍ଗତେ ବିଭୋଳ ହୋଇଲେ ଯେମତେ ଏ ଆଦି ଯେତେ ଗୁଣ ତାର ପୃଥିବୀରେ ଯେତେ ନୃପବର ଆଉ ରାଜାର ଯେତେ ଗୁଣ ନୌଷ ଯଜାତି ସେ ପୁଣ ଦୁଷ୍ମତ ରାଜାର ବିଧାନ ଶକୁତଳାର ଉପାଖ୍ୟାନ ଭରତ ରାଜାର ଚରିତ ଶାନ୍ତନୁ ଯେମନ୍ତ ବିଦିତ ଭୀଷ୍ମର ଯେମନ୍ତ ମହିମା ବଂଶତା ଉତ୍ପତ୍ତି ହୁଏ ନା ଚିତ୍ରଙ୍ଗଦା ବିଚିତ୍ର ବୀର୍ଯ୍ୟ ଜନମ ଶାନ୍ତନୁ ତନୁଜ ଏମାନେ ଅପୁତ୍ରିକେ ନାଶ ତହୁଁ ହୋଇଲେ ବେଦବ୍ୟାସ ଧୃତରାଷ୍ଟ୍ର ପଣ୍ଡୁ ବିଦୁର ଜନ୍ମ ଏ ବ୍ୟାସଙ୍କ ବୀର୍ଯ୍ୟର କୌରବେ ପାଣ୍ଡବ ଯେ ଦୁଇ ସତ୍ୟ ପଞ୍ଚପୁତ୍ର ଜନ୍ମାଇ ଏହାଙ୍କ ସନ୍ତତି ଯେ ପୁଣ ପରୀକ୍ଷିତ ଆଦି ଜନମ କଳି ଯୁଗରେ ବଂଶରେ ଯେତେ ହୋଇଲେ ନୃପବରେ ଭୂତ ଭବିଷ୍ୟ ବର୍ତ୍ତମାନ ଯେତେକ ହୋଇଲେ ଜନମ ଏ କଳି ଯୁଗର ଏ ବଂଶରେ ଯେତେ ହୋଇଲେ ନୃପବରେ ଭୂତ ଭବିଷ୍ୟ ବର୍ତ୍ତମାନ ଯେତେକ ହୋଇଲେ ଜନମ ସହସ୍ରେ ବର୍ଷ ଭିତରେ ସର୍ବେ ହେଲେ ନୃପବର ପୃଥ୍ୱୀ ଭିତରେ ସୁଦର୍ଶନ ତାହାର ଯେତେକ ବିଧାନ ଯେମତେ କର୍ଣ୍ଣଦାନ ମତ କହେ ନାରଦ ତପୋବନ୍ତ ଏମତେ ବାର ହୋଇଲା ଶବର ପଲ୍ଲୀରେ ମିଳିଲା ତହୁଁ ସେ ବେଗେ ଚଳି ଯାଇ ସତମନ୍ୟୁପୁରେ ମିଳଇ ଅନ୍ନଦାନରେ ଯେତେ ଫଳ ସବୁ ଶୁଣିଲା ମହିପାଳ ତହୁଁ ସେ ବେଗେ ଚଳିଗଲା ଋଷିଙ୍କ ଆଶ୍ରମେ ମିଳିଲା ଯେମତେ ଛାଡ଼ିଲା ଶରୀର ଶୁଣିତ ଅଛତା ସକଳ ଏଥୁ ଅନ୍ତରେ ଏବେ ଶୁଣ ଯଦୁ ବଂଶରେ ଯେ ପ୍ରମାଣ ଯଜାତି ଜ୍ୟେଷ୍ଠ ପୁତ୍ର ଯଦୁ ଅଷ୍ଟାଦଶ ଯାଦବ ପ୍ରଭୁ ତାଙ୍କ ଯେତେକ ବର୍ଣ୍ଣନା ଏ ଆଦି ଶୁଣି ଅଛ ସିନା ଯଜାତି ଦ୍ୱିତୀୟ ଯେ ପୁତ୍ର କୁରୁର ବଂଶର ଚରିତ ତାହାର ବଂଶରେ ଜନମ ପଶ୍ଚିମେ ହୁଏ ଉତ୍ତପର୍ଣ୍ଣ ତୃତୀୟ ପୁତ୍ର ଯେ ଦହିଜ ତା ବଂଶେ ଜନମ ଯେ ଭୋଜ ଚତୁର୍ଥ ପୁତ୍ର ନାମ ଅନୁ ତା ବଂଶେ ଯେତେ ରାଜା ତନୁ ଏ ଗାନ୍ଧାର ଆଦି ଦେଶରେ ପୁଣ ମିଳେଚ୍ଛେଶ୍ୱର ରାଜା ବର୍ଣ୍ଣନ ଯେ ଯଦୁ ପାଞ୍ଚ ପୁତ୍ର ଶ୍ରେଷ୍ଠ ସହସ୍ର ନାମ ବିଶିଷ୍ଟ ତାର ବଂଶରେ ସହସ୍ରାର୍ଜୁନ ତାକୁ ମାରିଲେ ପରଶୁରାମ ଦ୍ୱିତୀୟ ପୁତ୍ର ଯେ ଦୟୋଦ ତା ବଂଶେ ଜାତ ଜରାସନ୍ଧ ଏ ତୃତୀୟ ପୁତ୍ର କେଶୁ ନାମ ସେ ବିଷ୍ଣୁ ଅଂଶେ ବିଦ୍ୟମାନ ସୁରସେନ ବସୁଧାବାଦୀ ଏମାନ କହିଛି ସମ୍ପାଦୀ ଚତୁର୍ଥ ପୁତ୍ର ନୀଳ ନାମ ତ ବଂଶେ ପଣ୍ଡୁ ବିଦ୍ୟମାନ ଦ୍ରାବିଡ଼ କୌର ଆବ୍ରତ ଏ ଆଦି ରାଜା ଯେ ବିଖ୍ୟାତ ପଞ୍ଚମ ପୁତ୍ର ସେ ଅନ୍ଧକ ଭୋଜ ଯେ ଉଗ୍ର ସେନାଧିକ ତହିଁ ବିଷ୍ଣୁ ବଂଶରେ ପୁଣ ସୁର ସେନାଦି ଯେ ରାଜନ ତା ସାତ କନ୍ୟା ଦଶ ସୁତ ତହିଁ ଶ୍ରେଷ୍ଠ ବସୁଦେବତ ତାହାର ଅଷ୍ଟାଦଶ ନାରୀ ରୋହିଣୀ ମଦନା ବୈଶାଳୀ ଭଦ୍ରା ସୁନାମୀ ସାର ଦେବୀ ଶାନ୍ତି ଦେବୀ ଯେ ସୁର ଦେବୀ ଏ ଦେବୀର ସାଦି ବୃକ ଦେବୀ ଦେବକୀ ଆଉ ଉଗ୍ରବାଦୀ ଏ ବାର କନ୍ୟା କ୍ଷତ୍ରୀଙ୍କର ବିବାଜେ ବସୁଦେବ ବୀର ତନୁ ନାମେ ଯେ ତନୁ ନାମେ ଯେ ବି ଡୋଜା ଏ ଦୁଇ କନ୍ୟା ହେଲେ ବିବାହ ନିରାଚି ପିଣ୍ଡ ରାଣୁ ହିମା କପିଳା ଆଦି ଶୂଦ୍ର କନ୍ୟା ଏମନ୍ତ ଅଷ୍ଟାଦଶ ସ୍ତ୍ରୀ ବସୁଦେବର ଏହି ନାରୀ ଏମତେ ରୋହିଣୀ ଗର୍ଭରେ ଅଷ୍ଟପୁତ୍ର ଦୁଇତା ହେଲେ ଜ୍ୟେଷ୍ଠ ଯେ ବଳଭଦ୍ର ହୋଇ ଦୁଇତା ସୁଭଦ୍ରା ବୋଲାଇ ଆଉ ଯେ ଯେତେ ସ୍ତ୍ରୀ ମାନ ତାଙ୍କ ଦୁଇ ଦୁଇ ନନ୍ଦନ ଦେବକୀ ଷଟ ଗର୍ଭ ପୁଣ କଂସ ତା କଚାଡ଼େ ଶିଳେଣ ସପ୍ତ ଗର୍ଭରେ ବଳଦେବ ଯେ ଯୋଗ ମାୟା ଗର୍ଭ ଶ୍ରାବ ରୋହିଣୀ ଗର୍ଭରେ ପଶିଲେ ଗୋପରେ ଜନ୍ମ ହୋଇଲେ ଅଷ୍ଟମ ଗର୍ଭ ବିଷ୍ଣୁ ଜାତ ସେ କୃଷ୍ଣ ବୈକୁଣ୍ଠର ନାଥ କୃଷ୍ଣ ଅବତାର ହୋଇଲେ ନବମେ ହେମନ୍ତ କହିଲେ 24 ଅଧ୍ୟାୟରେ ସମ୍ପୂର୍ଣ୍ଣ ବଂଶାନୁଚରିତ ବ୍ୟାଖ୍ୟାନ ଦଶମ ସ୍କନ୍ଧେ କୃଷ୍ଣ ରସ ଶୁଣିଲେ ନଥାଇ କଳୁଷ ଆଦ୍ୟ ବସୁଦେବ ବିବାହ କଂସ ଯେ ଦେବକୀ ନିଗ୍ରହ ଆକାଶବାଣୀ ଶୁଣି ରୋଷେ ମାରନ୍ତେ ବସୁଦେବ ତ୍ରାସେ ସତ୍ୟ ଯେ ବସୁଦେବ କଲା ବାଳକେ ଦେବ ହିଁ ବୋଇଲା ପୃଥିବୀ ଦେବଗଣ ଆଦି ବ୍ରହ୍ମା ଶଙ୍କର ବ୍ରହ୍ମବାଦୀ ବିଷ୍ଣୁଙ୍କୁ କ୍ଷୀରାନ୍ନବତୀରେ ଗୁହାରି କଲେ ସେ ସ୍ତୁତିରେ ସେ ବିଷ୍ଣୁ ସର୍ବ ଅନ୍ତର୍ଯାମୀ କହେ ଆକାଶେ ଶୂନ୍ୟବାଣୀ କୃଷ୍ଣ ଅବତାର ହୋଇବୁ ନିଶ୍ଚୟ ଅସୁର ନାସିବୁ ଗୋପରେ ଗୋପାଳଙ୍କ ମେଳ ଜାତ ହୋଇବୁ ମହିତଳ ନିହନ୍ତେ ଦେବକୀ ଛପୁତ୍ର କଂସ ଯେ ମାଇଲା ନିୟତ ଯୋଗମାୟାକୁ ବିଷ୍ଣୁ ରାଇ ମଞ୍ଚରେ ଜନ୍ମ ହୁଅ ଯାଇ ଦେବକୀ ସପ୍ତମ ଗର୍ଭର ବଳ ଦେବଙ୍କୁ ତହୁଁ ହର ରୋହିଣୀ ଗର୍ଭେ ଥୁଅ ନେଇ ଅଷ୍ଟମୀ ମୁହିଁ ଜନ୍ମି ହୋଇ ମୁଁ ଯାଇ ଯଶୋଦା ଗର୍ଭରେ ମତେ ଯୋଗମାୟା କଲେ ଏଭାବେ ପ୍ରବେଶ ହୋଇଲେ ଜାଣି ବ୍ରହ୍ମା ଦେବେ ପୂଜିଲେ ଗର୍ଭକୁ କଲେ ବହୁ ସ୍ତୁତି ଅନ୍ତେ କୃଷ୍ଣ ଜନ୍ମ ହୁଅନ୍ତି ବସୁଦେବ ଯେ ସ୍ତୁତି କଲେ ତାଙ୍କୁ ଶ୍ରୀକୃଷ୍ଣ ଆଜ୍ଞା ଦେଲେ ତାତିନି ଜନ୍ମର ବାରତା କହିଲେ ସର୍ବଭୂତ ଜ୍ଞାତା ବସୁଦେବ ଦେବକୀ ସ୍ତୁତି ଶ୍ରୀକୃଷ୍ଣ ସନ୍ତୋଷ ହୁଅନ୍ତି କୃଷ୍ଣକୁ ବସୁଦେବ ନେଇ ଗୋପରେ ଛାଣିଣ ଆସଇ ନନ୍ଦ ଘରୁ କନ୍ୟାକୁ ଆଣି କଂସକୁ ଦେଲେ ଯଦୁମଣି ସେ କନ୍ୟା କଂସ କଚାଡ଼ନ୍ତେ ହସ୍ତରୁ ଗଲା ଶୂନ୍ୟ ପଦେ କଂସକୁ କହିଲେ କପଟେ ତା ଶୁଣି ସେ କଂସ ଉଚାଟେ କୃଷ୍ଣ ପ୍ରବେଶ ନନ୍ଦ ଘରେ ଉତ୍ସବ କଲେ ଗୋପପୁରେ
ସେ କୃଷ୍ଣ ଥାଇଣ ଗୋପରେ ଯେତେ ଚରିତ ସୁଚିତରେ ଶପଥ ଦିନ ରାତ୍ରେ ପୁଣ ଶୋଷିଲେ ପୁତନାର ପ୍ରାଣ ମାସକେ ସକଟ ଭଞ୍ଜନ ଦିମାସେ ତୃଣାକୁ ନିଧନ 100 ରାତ୍ରେ ନାମକରଣ ବେଦର ମତେ ଯେ ବିଧାନ ତଦନ୍ତେ ମୃତ୍ତିକା ଭକ୍ଷଣ ମାତାଙ୍କୁ ଗର୍ଭ ଦର୍ଶନ ଯଶୋଦା ଦଧି ଯେ ମନ୍ଥନ କୃଷ୍ଣ ଦଧି ଭାଣ୍ଡ ଭଞ୍ଜନ ତଦନ୍ତେ ଲବଣୀ ଭକ୍ଷଣ ଗୋପୀଏ ନୃତ୍ୟ କରାଇଣ କୃଷ୍ଣ ଯେ କଟିରେ ବନ୍ଧନ ଜାମଳା ଅର୍ଜୁନେ ଭଞ୍ଜନ ଏ ନୀଳମଣି ଗ୍ରୀବ ମୁକ୍ତି ପୂର୍ବେ ଯେ ସାପ ପାଇଛନ୍ତି ତମୁ ସେ କଲେ ବାଳ ଲୀଳା କେଉ କହିବ ତାଙ୍କ ଖେଳା ତଦନ୍ତେ କୋଳି ଯେ ଭକ୍ଷଣ ଏ ରୂପେ ଗୋପେ ଆଚରଣ ବକା ବଶ୍ଚାସୁର ନିଧନ ମୁରଲି ଗୀତ ଯେ କଳନ ବନରେ ବନ ଭୋଜି କଲେ ଅଘାସୁରକୁ ସେ ବଧିଲେ ବ୍ରହ୍ମା ଯେ ବଶ୍ଚା ହରି ନେଲେ କୃଷ୍ଣ ବିଶ୍ୱମୂର୍ତ୍ତି ହୋଇଲେ ଗୁରୁ ବାଛୁରୀ ଗୋପ ବାଳେ ଶ୍ରୀକୃଷ୍ଣ ମନୁ ଜାତ କଲେ ବଶ୍ଚା ବାଳକ ଜାତ ହେଲେ ପୂର୍ବେ ଯେମନ୍ତ ହୋଇଥିଲେ ବ୍ରହ୍ମା ଯେ ବାହୁଡ଼ାଇ ଦେଲେ ବେଦରେ ବ୍ରହ୍ମା ସ୍ତୁତି କଲେ ଧେନୁକାସୁରକୁ ନାଶନ କାଳନ୍ଦୀରେ କାଳି ଦଳନ ଏ ପ୍ରଳମ୍ବାସୁରକୁ ନାଶନ ଦାବାଗ୍ନିରୁ ଗୋପ ରକ୍ଷଣ ଗୋପ ବାଳକକୁ ତାରଣ ଅଜଗରୁ ନନ୍ଦ ମୋକ୍ଷଣ ବୃନ୍ଦାବନରେ ଯେ ବିହାର ମୁରଲି ଧ୍ୱନିର ସୁସ୍ୱର ଗୋପିକା ବୃନ୍ଦ ଅନୁଗତି ଯେତେ ଗୁଣ ବାହୁନନ୍ତି ବରଷା ଶରତ ଋତୁର ତହିଁ ବର୍ଣ୍ଣନ ଯେ ପ୍ରକାର ଗୋପୀମାନଙ୍କୁ ନିତ୍ୟ ସ୍ନାନ ନିତ୍ୟ ବ୍ରତମାନ ଯେ ସନ ତଦନ୍ତେ ବସ୍ତ୍ର ଯେ ହରଣ କଦମ୍ବ ବୃକ୍ଷେ ଆରୋହଣ ଯଜ୍ଞ ପୀରେ ଅନୁଗ୍ରହ ତାଙ୍କର ସ୍ନେହର ବିଷୟ ଯଜ୍ଞ ଅନ୍ନକୁ ସେ ଭୋଜନ ବ୍ରାହ୍ମଣେ ଅନୁତାପମାନ ଇନ୍ଦ୍ର ଉତ୍ସବ ସେ ଭାଜନ ଇନ୍ଦ୍ରର ଗର୍ଭ ଗଞ୍ଜନ କରେ ଗୋବର୍ଦ୍ଧନ ଧାରଣ ପୁଣ ମହାଭୟ କରିଣ ଇନ୍ଦ୍ର ସୁରଭି ଦର୍ଶନ କଲେ ଅନେକ ସ୍ତୁତିମାନ ଗୋବିନ୍ଦ ନାମ ଅଭିଷେକ କଲେ ସେ ସ୍ୱର୍ଗର ନାୟକ ତଉଁ ଯେ ନନ୍ଦ ଏକାଦଶୀ ବରୁଣ ହରିନେଲା ଆସି ପୁଣି କୃଷ୍ଣ ଦର୍ଶନ ପାଇ ସନ୍ତୋଷ ହୋଇ ମନ ଗୋପାଳ ପୁଅକୁ ସେ ନେଇ ବରୁଣ ଭୁବନ ଦେଖାଇ ବିଦ୍ୟାଧରର ଯେ ମୋକ୍ଷଣ ଦର୍ଶନେ ସ୍ୱର୍ଗକୁ ଗମନ ତଉଁ ସେ ବୃନ୍ଦାବନ ରାସ କୃଷ୍ଣ ବୃନ୍ଦାବନେ ପ୍ରବେଶ ଏ ଯେଣୁ ସେ ଶରଦର କାଳ ଦିଗ ମାନେ ଅତି ନିର୍ମଳ ଗୋପୀଙ୍କ ମୋକ୍ଷର କାରଣେ ଶ୍ରୀକୃଷ୍ଣ ବିଚାରିଲେ ମନେ ମୁରଲି ଧ୍ୱନି ସେ ଶୋଷରେ ଶବଦ ଶୁଣି ଗୋପପୁରେ ଗୋପୀ ଯେ ବୃନ୍ଦାବନେ ଗଲେ ଗୋବିନ୍ଦ ଦର୍ଶନ ପାଇଲେ କୃଷ୍ଣର ନିଷ୍ଠୁର ଯେ ବାଣୀ ଆତଙ୍କ ହୋଇ ଗୋପାଳୁଣୀ ଅନେକ ସ୍ତୁତି ଯେ କରିଲେ କୃଷ୍ଣ ତାହାଙ୍କୁ ବଶ କଲେ ତଉଁ ସେ ରାସ କ୍ରୀଡ଼ା ହୋଇ ସୁଖ ସିନ୍ଧୁ ଉଛୁଳେ ଜଇଁ ଗୋପୀ ମନରେ ଭୋଳ ହୋଇ ବୃନ୍ଦା ଗୋପୀ ଗର୍ଭ କରଇ ଜାଣିନ କୃଷ୍ଣ ଅନ୍ତର ଧ୍ୟାନ ଗୋପୀଏ ବିକଳ ରୋଦନ ନାନା ପ୍ରକାର ସେ ବିଭୋଳ ରକ୍ଷା କର ହେ ଆଦିମୂଳ ଗୋପୀଙ୍କି ପୁଣି ଯେ ଦର୍ଶନ ଦେଇ ତୋଷିଲେ ତାଙ୍କ ମନ ଅନେକ ରୂପ ନନ୍ଦ ସୁନୁ ଏକ ଗୋପୀକେ ଏକ କାନୁ ରାସ ଉତ୍ସବେ ଭଗବାନ ଆନନ୍ଦ ସର୍ବ ଗୋପୀ ମନ ତଦନ୍ତେ ଶଙ୍ଖ ଚୂଡ ଦେବ ମାସୁର କୁମାରୀ ଯୁଧେ ଷଣ୍ଡାସୁରକୁ ନାଶ କରି କେଶିକି ପେଶି ସ୍ୱର୍ଗପୁରୀ ଏ କଂସ ଯେ ରଙ୍ଗ ସଭା କରି ମାରିବ ବଳରାମ ହରି ଅକ୍ରୁରେ ଗୋପକୁ ପେଷିଣ ଅଣାଇ କାହ୍ନୁ ଶଙ୍କର୍ଷଣ ନନ୍ଦ ଆଦି ଗୋପାଳ ମାନେ ଘେନି ଚଳିଲେ ମଧୁବନେ ରାମକୃଷ୍ଣ ମଥୁରା ବିଜେ ଦେଖି ଗୋପୀ ବେଳା ପଜେ ସେ ଯେ କୃଷ୍ଣ ଗୋପୀଙ୍କୁ ବୋଧିଣ ଅକ୍ରୁର ସଙ୍ଗ ତେର ତେଣ କ୍ରୁର କାଳନ୍ଦୀରେ ସ୍ନାନ ଜଳେ ଦେଖେ ଶ୍ରୀକୃଷ୍ଣ ଚିହ୍ନ ଏ ଅକ୍ରୁର ଅନୁଗ୍ରହ ଭାବ ଗୋଲକ ବୈକୁଣ୍ଠେ ଟାବ ପୁରାପୁରେ ପରବେଶ ଦର୍ଶନ କଲେ ମଧୁ ଦେଶ ରଜକ ଶିର ଛେଦିତ ବସ୍ତ୍ର ସେ ନ ଦେଲା କଜଁ ଧନୁଭଗ୍ନ ଯେ ତଦ ଅନ୍ତେ ମାଳକାରକୁ ଯେ ମୁକତେ କୁବୁଜା ଗନ୍ଧ ଯେ ଲେପନ ସୁନ୍ଦରେ ନାହିଁ ତାକୁ ସମ କୁବଳୟା ଗନ୍ଧ ନାଶନ ରଙ୍ଗ ସଭା ପ୍ରବେଶ ମାନ ମାଲ ଯୁଧର ଯେ ବ୍ୟବସ୍ଥା ଚାଣୁର ମୁଷ୍ଟିକ ଅନ୍ତା ସତେ ଅଷ୍ଟମଲ ନାଶନ ଉଠିଲେ ମଞ୍ଚା ଉପରେଣ କଂସକୁ କଲେ ସେ ନିଧନ କଂସର ଯେତେ ଭ୍ରାତାମାନ ପୁରସେନକୁ ରାଜା କରି ସର୍ବ ଯାଦବ ଏକ କରି ବସୁଦେବ ଦେବକୀ ଆଣି ମନ୍ଦିରୁ ମୁଖ୍ୟ ତତକ୍ଷଣୀ ମାତା ପିତାଙ୍କୁ କଲେ ସ୍ତୁତି ମୋହନ ବଚନେ ଶ୍ରୀପତି କଂସ ସ୍ତ୍ରୀ ବିଳାପ ମାନ ସଂସ୍କାରଣ କଂସ ରାଜନ ଅବନ୍ତୀ ଦେଶରେ ଯେ ଯାଇ ବିଦ୍ୟା ପଠ ନେବେ ନିବାଇ ଗୁରୁଙ୍କୁ ଦେଲେ ପୁତ୍ର ଦାନ ଆଣିଲେ ଅମର ଭୁବନ ଥୁରା ପରବେଶ ହୋଇ ଉଦ୍ଧବ ଗୋପକୁ ଗମଇ ଗୋପେ ଉଦ୍ଧବ ପ୍ରବେଶନ ଗୋପୀ ଗୋପାଳଙ୍କ ରୋଦନ ଉଦ୍ଧବ ଗୋପୀଙ୍କ ବିଚାର ବୃନ୍ଦାବତୀ ନାମ ଯାହାର ଭ୍ରମର ଗରୁ ତା ପାଦେଣ ତା ଦେଖି ଗୋପୀ ମୋହମାନ କୃଷ୍ଣର ଦୂତ ତାକୁ ଜାଣି ପ୍ରେମେ ଅନେକ କହେ ବାଣୀ ଉଦ୍ଧବ କୃଷ୍ଣ ଦର୍ଶନେ କହେ ଗୋପୀଙ୍କୁ ସମ୍ବୋଧନେ ପୂଜା ଗୃହକୁ ଗମନ କାମେ ତୋଷିଲେ ତାର ମନ ଅକ୍ରୁର ପୁରେ ପରବେଶ ଯେ ପ୍ରଭୁ ଅନାଦି ପୁରୁଷ ଅକ୍ରୁର ହସ୍ତିନା ପେଷିଣ ଯାଇ ଆଣି ପାଣ୍ଡବ ମାନ ଥୁରାପୁରେ ନର ହରି ପ୍ରତିପାଳ ଯାଦବେ କରି ଜରାସନ୍ଧ ଯେ ଧାଡ଼ି ଦେଲା ମଥୁରା ନଗରେ ବେଢ଼ିଲା ଏ ଅଷ୍ଟାଦଶ ବେଳତା ଜିଣି ସୈନ୍ୟତା ମଲେ ଓଖଣି କାଳ ଦମନ କୁଟେ ନେଇ ମୁଚୁକୁନ୍ଦ ଚକ୍ଷୁରେ ଦହି ଏ ଦ୍ୱାରକାପୁର ସେ ନିର୍ମାଣ ବିଶ୍ୱକର୍ମାକୁ ଯେ ଗଠନ ତହିଁ ସର୍ବ ଯାଦବ ଘେନି ବିହାର କଲେ ଜମ୍ବୁ ପାଣି ତହୁଁ ଯେ ରୁକ୍ମିଣୀ ହରିଣ ଆଣିଲେ ଯେମନ୍ତ ଭାବେଣ ଜରାସନ୍ଧର ରାଜ୍ୟ ଜିଣି ବିବାହ କଲେ ସେ ରୁକ୍ମିଣୀ
ହେମନ୍ତକମଣି ହରଣ ପ୍ରସନ୍ନା ଜିତର ନାଶନ ଜାମ୍ବ ବଠାରୁ ମଣି ଆଣି ବିବାହ ଜାମ୍ବବତୀ ପୁଣି ସତ୍ୟଭାମାକୁ ବିବାହ ହୋଇ କାଳିନ୍ଦୀ ମିତ୍ର ବିନ୍ଦା ଧୋଇ ସତ୍ୟ ଲକ୍ଷଣ ବୃନ୍ଦା ରାଣୀ ଏହାକୁ ବିଭା ଚକ୍ରପାଣି 1600 ପୁଣି ନ୍ୟାରକାସୁର ଜିଣି ଆଣି ରୁକ୍ମିଣୀ ଗର୍ଭରେ ଜନମ ନାମ ତାଙ୍କର ପ୍ରଦ୍ୟୁମ୍ନ ସମ୍ବରାସୁର ବଧ କରି ରତି ଗେନି ଦ୍ୱାରକାପୁରୀ ହେମତେ ନାରକା ବଧିଲେ ମଣି ହରଣ ଯୁଦ୍ଧ କଲେ ଏ ରୁକ୍ମିଣୀ ମାନଭଙ୍ଗ କଥା ପାରିଜାତଙ୍କର ବ୍ୟବସ୍ଥା ଇନ୍ଦ୍ର ଗୋବିନ୍ଦ ଯୁଦ୍ଧ ଜେଣେ ସୁଧର୍ମା ସଭାର ହରଣେ ତହୁଁ ଯେ ଉତ୍ସାର ହରଣ ଯେମତେ ଯୁଦ୍ଧ କଲା ବାଣ ଅନିରୁଦ୍ଧ ବେବାଏ ପୁଣ ବାଣାକୁ ବୋଧେ ଯେ କରିଣ ଯଦୁ ମାନକ ଯୁଦ୍ଧ ପୁଣ ହରିହର ଘେନିଣ ହରଣ ଯେମତେ କୃଷ୍ଣ ବିଜେ କଲେ ବାଣା ଭୁଜ ମାନ ଛେଦିଲେ ନୃପରାଜାର ଉପାଖ୍ୟାନ ହସ୍ତିନାପୁରକୁ ଗମନ ରାଜୁଷୀ ଯଜ୍ଞର ଆରମ୍ଭ ଭୀମ ନାସିଲେ ଜରାସନ୍ଧ ରାଜୁଷୀ ଯଜ୍ଞ ତୁଚ୍ଛ ଭାବେ ଶିଶୁପାଳ ଦୁଶିଲା ଗର୍ଭେ ଏରେ ତାହାର ଶିରଚ୍ଛଦ କଲେ ବିଷ୍ଣୁର ଗର୍ଭେ ନିମଜିଲେ ବାସୁଦେବଙ୍କ ତେଜ ବହି ପୁଣ୍ଡ୍ରକ ବାସୁଦେବ କହି ତାହାକୁ ରଣେ ନାଶ କଲେ ସାଲ ଦନ୍ତ ବକ୍ର ବଧିଲେ ଜୟ ବିଜୟ ବେନି ଭାଇ ସପ୍ତ ଋଷିଙ୍କ ସାପ ପାଇ ହିରଣ୍ୟ ହିରଣ୍ୟକ୍ଷ ଦୁଇ ରାବଣ କୁମ୍ଭକର୍ଣ୍ଣ ହୋଇ ସାଲ ଶିଶୁପାଳ ଏବେନି ସାପୁ ପାର ଜନମ ତିନି ତ୍ରିବିନ୍ଦ ବାନର ନାସିଲେ ଶିଶୁକା ଦୈତ୍ୟ ମାଇଲେ 5 ଜନ କାଶୀ ରାଜନ ସୁଦର୍ଶନ କାଶୀ ଦହନ କୁରୁ ପାଣ୍ଡବକ ବିରୋଧ ମହାଭାରତ ଯୁଦ୍ଧ ସିଦ୍ଧ କୁରୁକୁଳ ସଂହାର ଅର୍ଥେ ସଙ୍ଗେ ଦୁଷ୍ଟ ରାଜା ଯେତେ ଯୁଧିଷ୍ଠି ବନବାସ କରି ଦ୍ୱାରକାପୁରେ ନରହରି ବଳଦେବ ଗୋପେ ଗମନ କାଦମ୍ବରୀ କଲେ ସେ ପାନ ଯମୁନା କର୍ଷଣ ସେ କଲେ ଅଦ୍ୟାପି ଦେଖି ତାହା ବଲେ ଦୁର୍ଯ୍ୟୋଧନର କନ୍ୟା ପୁଣ ଶାମ୍ବ କୁମର ଯେ ଅରଣ ହସ୍ତିନାପୁର ଯେ ତାଡ଼ନ କଲେ ସେ ବଳଦେବ ପୁଣ ଅଷ୍ଟ ଐଶ୍ୱର୍ଯ୍ୟ ତାକୁ ଦେଇ ଦୟା ସାଗର ଭାବଗ୍ରାହୀ ତୀର୍ଥଯାତ୍ରାରେ ବଳରାମ ମୁନିଙ୍କ ଯଜ୍ଞରେ ଆଗମ ସକଳ ମୁନି ମଧ୍ୟ ବସି ସୁତ ପୌରାଣିକ ଯେ ଋଷି ଏ ବସି ଆସନ ନ ଛାଡ଼ିଲେ ତା ଦେଖି ରାମ କୋପ କଲେ କୁଶଳେ କାଟି ତାର ଶିର ତା ସୁତେ ଦେଲେ ଅଧିକାର ଏ ବ୍ରହ୍ମ ହତ୍ୟା ଦୋଷରେ ରାମ ଗମେ ସକଳ ତୀର୍ଥମାନ ସୁଦାମା ଦାରିଦ୍ର୍ୟ ଭଞ୍ଜନ ବିଦ୍ୟା ପଟନେ ମିତ୍ରପଣ ଅଷ୍ଟ ଐଶ୍ୱର୍ଯ୍ୟ ତାକୁ ଦେଇ ଦୟା ସାଗର ଭାବଗ୍ରାହୀ କୁରୁକ୍ଷେତ୍ରରେ ଉପରାଗ ଜ୍ୟୋତିଷ ଗ୍ରନ୍ଥର ସଂଯୋଗ ତହିଁ ସକଳେ ରୁଣ୍ଡ ହୋଇ ନନ୍ଦ ଗୋପୀ ଗୋପାଳ ଜଇଁ ଦ୍ୱାରକା ଯଦୁବଂଶ ଆଦି କୁରୁ ପାଣ୍ଡବ ଯେ ପ୍ରସିଦ୍ଧି ସମସ୍ତ ବନ୍ଧୁର କୁଶଳ ଘେନା ଘେନି ଭାବ ନିଶ୍ଚଳ ଏ ବାସୁଦେବ ଯେ ଯଜ୍ଞ କଲେ ଦେବକୀ ଷଡ଼ପୁତ୍ର ଦେଲେ ସେ ପୁଣି ଅନ୍ତର୍ଧ୍ୟାନ କଲେ ସୁଭଦ୍ରା ପାର୍ଥେ ବିବାହ ଦେଲେ ଦୁର୍ଯ୍ୟୋଧନ ମାନ ପାଇଲେ ପାଣ୍ଡବେ କ୍ରୋଧ ମାନ କଲେ ଏ ସୂକ୍ତଦେବ ମିଥିଳା ରାଜା କନକ ବଂଶେ ସେ ତନୁଜା ତହିଁ ଯେ ରାମକୃଷ୍ଣ ପୁଣ ରଇଣ ତୋଷିଲେ ତା ମନ ବ୍ରହ୍ମଲୋକରେ ପୂର୍ବ ଯଜ୍ଞ ଭୃଗୁକୁ ଦେଖିଲେ ସେ ଭାଗ୍ୟ ତିନି ଦେବ ପରୀକ୍ଷା ଅର୍ଥେ ଭୃଗୁ ଯେ ଗଲେ ଯେ ଯାପତେ ବିଷ୍ଣୁର ମହିମା କହିଲେ ନିତ୍ୟ ମୋ ଚରଣେ ପଶିଲେ ବଦରୀ ଆଶ୍ରମରେ ପୁଣ ନର ନାରାୟଣ ଆଶ୍ରମ ନାରଦ ପ୍ରବେଶ ହୋଇଲେ ବେଦ ବ୍ରହ୍ମା ସମ୍ବାଦ କଲେ ତିନି ଦେବଙ୍କ ସ୍ଥିତି ବାଣୀ କେମତେ ନାରାୟଣ ଜାଣି ବ୍ରାହ୍ମଣ ପୁତ୍ର ଆଣିବାରେ ବକାସୁର ବଧ କଲାର ହେମନ୍ତେ ଦ୍ୱାରକା ବିହାର ଯେ କୃଷ୍ଣ କୃପାରେ ସଂସାର ଏ ନାରଦ ମାୟାରେ ଦର୍ଶନ ଏକ ଏକଣ ନାରାୟଣ ନର ଯେତେ ବଂଶମାନ ପୁତ୍ର ନାତି ଲତା ଯେ ସନ ସମୁଦ୍ର ଜଳ କ୍ରୀଡ଼ା ବାଣୀ ଏଥିରେ ଯେତେକ କାହାଣୀ ମେଘ ହଂସ ଦୁଇତା ମାନ ଶ୍ରୀକୃଷ୍ଣ ସ୍ତ୍ରୀଙ୍କ ବର୍ଣ୍ଣନ ଏ ଭାବେ ଦଶମ ସମ୍ପୂର୍ଣ୍ଣ ଛୟା ନଈ ଅଧା ବର୍ଣ୍ଣନ ଦଶମ ସ୍କନ୍ଧେ କହି ଶୁଣ ସନକ ମନ ଦେଇ ଏବେ ଶୁଣ ଏକାଦଶ ଶ୍ରୀକୃଷ୍ଣ ବିଭୂତି ପ୍ରକାଶ କେ ପରୀକ୍ଷା ପଚାରିଲା କେମତେ ବ୍ରହ୍ମ ସାପ ଦେଲା ଶ୍ରୀକୃଷ୍ଣ ବିଭୂତି ପ୍ରକାଶୀ ବ୍ରହ୍ମା ସହିତେ ଦେବେ ଆସି ସକଳ ଦେବତା ଆସେ ଶ୍ରୀକୃଷ୍ଣ ଚରଣେ ନିବେଶୀ ପୃଥିବୀରା ସଂହାର କଲ ସଂସାରେ ଥିବା ନୁହେଁ ଭଲ ସତେ 25 ବରଷ ଏ ଅବତାର କଲା ଶେଷ ଏବେ ନିଜ ଧାମକୁ ଚଳ ଆମ୍ଭର ହୋଇବ କୁଶଳ ହେମନ୍ତ କୃଷ୍ଣ ଚିତେ ଜାଣି ଯାଦବ ସଂହାର ଭାଲେଣି ପୃଥିବୀରେ ଯଦୁବଂଶ ଥିଲେ ଉଶାସ ନାହିଁ ମହିବାରେ ବିପ୍ରେ ଯେ ଜନ ଲୋକେ ଥିଲେ ଶ୍ରୀକୃଷ୍ଣ ଦର୍ଶନେ ହୋଇଲେ ବାଳକଙ୍କ ବିହାର ନାରୀ ବେଶ ଶାମ୍ବ କୁମର ତା ପେଟ ଲୋହର ଖର୍ପରି ଦିଶଇ ଗର୍ଭ ସ୍ତ୍ରୀ ପରି ଯେ ପଥଶ୍ରମ ପାଇ ପୁଟିଣ ସେ ଆସୁ ଅଛଇ ଏ ଗର୍ଭ ପ୍ରସବ ଅର୍ଥେ ପୁଣି କୋପିଲେ ବ୍ରହ୍ମ ଋଷି ଶୁଣି କହିଲେ ଲୋହର ମୂଷଳ ଜନ୍ମି ନାସିବ ଯଦୁକୁଳ ତହୁଁ ମୂଷଳର ଉତ୍ପତ୍ତି ତା ନେଇ ପର୍ବତେ ଘସନ୍ତି ସେ ଜଳୁ ଯେ ସନ୍ତ ରାବଣ ଶେଷ ଲୁହା ଜାରାର ବଣ ବାଣ ଏ ବସୁଦେବ ପୁରେ ନାରଦ ତା ଆଗେ ଜ୍ଞାନର ସମ୍ବାଦ ଜନକ ମିଥିଳା ନଗରେ ନିମି ରାଜା ଯଜ୍ଞଶାଳରେ ନବ ଋଷିଙ୍କର ସମ୍ବାଦ କହିଲେ ନିର୍ଗୁଣର ବେଦ ଏ କବି ହବି ଯେ ଅନ୍ତରିକ୍ଷ ପିପଳାୟନ ପ୍ରଭୃତାକ୍ଷ ଏ ଦ୍ରବିଡ଼ ଆବିହୋତ୍ର ନାମ ଚମସ ଯେ କରଭାଜନ ଏ ନବ ଭାଇ ଅନ୍ୟ ଅନ୍ୟ ଜ୍ଞାନ କହି ନିମିରାଜନେ ଏ ଋଷଭ ଦେବଙ୍କର ସୁତ ସତ୍ୟ କୁମରେ ଜ୍ୟେଷ୍ଠ ଭ୍ରାତ କାଶୀ ଭାଇ ଯେ ବ୍ରାହ୍ମଣ ଗଲେ ଯେ ବ୍ରହ୍ମ ଲୋକେ ପୁଣ ଭରତ ସପ୍ତଦୀପ ରାଜା ସେ ପୁଣ କଲେ ସର୍ବ ତେଜ୍ୟା
ଏ ନବଖଣ୍ଡ କରିଣ ମୟୀ ନବ ଭାଇକୁଶେ ଦିଅଇ ଯଦୁ ରାଜା ସଙ୍ଗତେ ପୁଣ ଅବଧୂତ ସମ୍ବାଦ ଜାଣମ୍ ଚତୁର୍ବିଂଶ ଗୁରୁ ପ୍ରସଙ୍ଗ ବିରକ୍ତ ଅନୁଭବ ରଙ୍ଗ କୃଷ୍ଣ ଉଦ୍ଧବର ସମ୍ବାଦ ଉଦ୍ଧବ ମାୟା ମୋଚ୍ଛେଦମ୍ ଆତ୍ମବିଦ୍ୟା ଜ୍ଞାନ ଯେ ଧ୍ୟାନ କର୍ମ ସଂଖ୍ୟାଦି ପୂଜାମାନ ବନାଶ୍ରମୀ ଗୃହୀ ସନ୍ନ୍ୟାସ ନାନା ଭାବେଣ ଉପଦେଶମ୍ ଉଦ୍ଧବ ବଦ୍ରିକାଶ୍ରମରେ ଗଲେ ତପୋଧନ ବେଶରେ ଧରିକା ଉତ୍ପାତ ଦର୍ଶନ ପ୍ରବାସ ତୀର୍ଥକୁ ଗମନ ହୋମ ଯଜ୍ଞାଦି ନାନା ଶାନ୍ତି କୃଷ୍ଣ ଆଜ୍ଞାରେ ସେ କରନ୍ତି ଏ ବାରୁଣୀ ମଧ୍ୟ କଲେ ପାନ ଯାଦବେ ହେଲେ ଅନ୍ୟ ଏରକାବନେ ଯୁଦ୍ଧ କଲେ ସର୍ବେ ସଂହାର ତଇଁ ହେଲେ ପ୍ରଦ୍ୟୁମ୍ନ ଶିର ଚକ୍ରେ ଛେଦ ଦେଖି ବଳରାମ ବିଷାଦମ୍ ତକ୍ଷଣେ ସର୍ପ ରୂପ ଧରି ବୈକୁଣ୍ଠ ସ୍ଥାନେ ବିଜେ କରି ମାଘ ଯେ ଅମାବାସ୍ୟା ଦିନ ଅସୁସ୍ଥ ମୂଳେ ଭଗବାନ ଜରା ଶବର ଉପଗତ ପାଦ ପଦ୍ମରେ ଶସ୍ତ୍ରାଘାତ ଯାରା ଯେ ବୈକୁଣ୍ଠକୁ ଗଲା ଦେବଙ୍କ ସଦନେ ହୋଇଲା କୃଷ୍ଣ ଯେ ଯୋଗ ଧ୍ୟାନେ ରହି ଦାରୁକ ଦର୍ଶନ କରଇ ଦାରକାଦାରକକୁ ପେଶି ଶ୍ରୀକୃଷ୍ଣ ବୈକୁଣ୍ଠ ବାସୀ ବାମଦେବାଦି ସ୍ୱର୍ଗ ପ୍ରାପ୍ତି ଯାଦବେ ସଂସ୍କାର ହୁଅନ୍ତି ସେ ଅଷ୍ଟପାଟ ବଂଶୀମାନ ଅଗ୍ନିରେ ହୋଇଲେ ଦହନ ସେ ଯେ କୃଷ୍ଣ ନାରୀ ଥିଲେ ଅର୍ଜୁନ ତା ଘେନି ଚଳିଲେ ଧରକା ସମୁଦ୍ର ଗ୍ରହଣ ରହେ ନିବାସ ଏକ ସ୍ଥାନ ଯୁଦ୍ଧ ଗୋପାଳ ଅର୍ଜୁନେଣ ଗାଣ୍ଡିବ ଧନୁତା ଶିରେଣ ଏ କୃଷ୍ଣ ପତ୍ନୀଙ୍କ ଅନ୍ତର୍ଧ୍ୟାନ ପାଷାଣ ରୂପ ସେ ଧାରଣ ତୁରାପୁରେ ସେ ରାଜନ ବଜ୍ର ଅନୁରୁଦ୍ଧ ନନ୍ଦନ ହସ୍ତିନା ନଗରରେ ନୃପ ପରୀକ୍ଷ ଅଭିମନ୍ୟୁ ସୁତ ପାଣ୍ଡବେ ମହାପରସ୍ଥାନ ହିମାଳୟ ସ୍ୱର୍ଗ ଆରୋହଣ ଏକାଦଶ ସ୍କନ୍ଦ ଚରିତ 32 ଅଧ୍ୟାୟରେ ନିର୍ମିତ ଏକାଦଶରେ ଏହା କହି ଶୁଣ ସନକ ମନ ଦେଇ ଦ୍ୱାଦଶ ସ୍କନ୍ଧେ ଯେ ଚରିତ ବର୍ତ୍ତମାନ ଭବିଷ୍ୟଭୂତ ସୁତ କହନ୍ତି ବିଦ୍ୟମାନ ସନକ ଶୁଣ ସାବଧାନ ଏ କଳି ଯୁଗ ଯେ ପ୍ରବେଶ ବର୍ତ୍ତମାନ ରାଜାଙ୍କ ବଂଶ ଭବିଷ୍ୟ ରାଜବଂଶ ଭୋଗ ଏଥି ନିର୍ଣ୍ଣୟ ଯେତେ ଯୋଗ ଯୁଗ ଲକ୍ଷଣ ଯେବା ବୃତ୍ତି କଳି ଯୁଗର ଧର୍ମ ଗତି ସେ ଚାରି ବର୍ଣ୍ଣାଶ୍ରମ ମାନ ଧର୍ମେ ଅଧର୍ମେ ଯେତେ ଜ୍ଞାନ ପ୍ରାଣୀମାନଙ୍କର ବିନାଶ ସୃଷ୍ଟି ସର୍ଜନର ଯେ ଶ୍ରେଷ ନିତ୍ୟ ନୈମିତିକ ଯେ ଦୁଇ ପ୍ରାକୃତ ଆନ୍ତର୍ତିଙ୍କ ହୋଇ ଏ ଚାରି ପ୍ରଳୟ ବର୍ଣ୍ଣନେ କହିଲୁ ତୁମ୍ଭର ଆଗେଣ ଚତୁର୍ଭଗ ପ୍ରାକୃତ ସର୍ଗ ବୈକୃତିକ ବିଂଶ ସର୍ଗ ଏ ତିନି ଉତ୍ପତ୍ତି ବର୍ଣ୍ଣନ ତଉଁ ସେ ସୃଷ୍ଟିର ସୃଜନ ପରୀକ୍ଷିତ ଯୋଗ ଅଭ୍ୟାସ ସୁଖଦେବଙ୍କ ଉପଦେଶ ପରୀକ୍ଷ ବାସୁଦେବ ପାଦେ ନିମଗ୍ନ ହୋଇ ଯେଉଁ ଭାବେ ରାଜାଙ୍କୁ ବ୍ରହ୍ମ ସାପ ଦେଲେ ତକ୍ଷକ ଦଂଶିବ ବୋଇଲେ ଧନନ୍ତି ତକ୍ଷକ ଦର୍ଶନ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରଣ ଧନନ୍ତି ପତବା ଉଡ଼ିବା ତକ୍ଷକ କପଟେ ଆସିବା କୃମି ରୂପେ ରାଜା ଦଂଶନ ବନାଗ୍ନି ଶରୀର ଦହନ ତାଙ୍କ ବୈକୁଣ୍ଠ ଆରୋହଣ ବେଦ ଶାଖା ଯେ ପ୍ରଚାରଣ ମାରକଣ୍ଡ ଋଷି ଚରିତ ମାୟା ପ୍ରଳୟ ପ୍ରଭାବିତ ମାରକଣ୍ଡେୟ ଅନୁଗ୍ରହ ଶପଥ କଳ୍ପ ରକ୍ଷା ଦେହ ମାୟା ପ୍ରଳୟ ଅନ୍ତର୍ଧ୍ୟାନ ହର ପାର୍ବତୀଙ୍କ ଦର୍ଶନ ମହାପୁରୁଷଙ୍କ ନିର୍ଣ୍ଣୟ ଯେଣୁ ସେ ସର୍ବତେଜମୟ ଶଙ୍ଖ ଚକ୍ରାଦି ଯେ ଆୟୁଧ ଅଙ୍ଗ ଆଭରଣ ପ୍ରସାଦ ଏହାଙ୍କ ଯେତେ ତତ୍ତ୍ୱ ଜ୍ଞାନ ତାଙ୍କ ଜ୍ୟୋତ୍ସ୍ନାମାନ ଏ ସର୍ବ କହିଲୁ ତୁମ୍ଭରେ ଯେ ଭାବେ ପୂଜିଲ ଆମ୍ବରେ ଜାଗତି ଆତ୍ମା ଶୁଦ୍ଧମୟ ଦ୍ୱାଦଶ ଆଦିତ୍ୟ ନିର୍ଣ୍ଣୟ ରଥମଣ୍ଡଳର ବିହାର ଯକ୍ଷ ଗନ୍ଧର୍ବ ବିଦ୍ୟାଧର ଅପ୍ସରା ଆଦି ଯେ ରାକ୍ଷାସୀ ଆଦି ଯେତେ ସପ୍ତ ଋଷି 12 ମାସରେ ଯେ ନିର୍ଣ୍ଣୟ ସର୍ବ ଶୁଣିଲେ ମହାଶୟ ଚନ୍ଦ୍ରର କ୍ଷୟ ବୃଦ୍ଧି ପୁଣ ଦେବେ ଯେ ତରନ୍ତି ବିଭକ୍ଷଣ ସୁତ କହେ ସନକ ମୁନି ପୁଛିଲୁ ଭାଗବତ ବାଣୀ ପୂର୍ବେ ମୁଁ ଯାହା ଶୁଣିଥିଲି ବିସ୍ତାରି ତୁମକୁ କହିଲି ବାସୁଦେବର ଯେତେ ଲୀଳା ଅବତାରରେ ଯେତେ କଳା ବର୍ଣ୍ଣନ ତାଙ୍କ ମହିମା ଯେତେ କହିଲି ଗୁଣସୀମା ସେ ପ୍ରଭୁ ପରମ ପୁରୁଷ ତାହାର ମହିମା ଅଶେଷ ତ କହେ ସନକ ମୁନି ଶ୍ରୀ ଭାଗବତ ରସଧ୍ୱନି ଶ୍ରୀରାମ ହଳି ଯେ ବରାହ କମଠ ମୀନ ନରସିଂହ ଧର୍ମ ହରି ପାବନ ନାମ ହୟଗ୍ରୀବାଦୀ ଶ୍ରୀ ବାମନ ସ୍ୱରୂପ ଯେ କପିଳେଶ ନାରଦ ଯଜ୍ଞ ବେଦ ବ୍ୟାସ ବୁଧ କଳକି ଧନୋତ୍ତରୀ ହଂସ ଦୈବ ଯେ ପରିଚାରୀ ଏ ମୋହିନୀ ନର ନାରାୟଣ ଅନନ୍ତ ରୂପରେ ରାଜନ କୌଶିକ ଦାତ୍ରୀ ଭାର୍ଗବ ମଗ ସ୍ୱୟମ୍ଭୁ ପୃଥୁ ଧ୍ରୁବ 32 ଅବତାର ହୋଇ ଦୁଷ୍ଟ ନାଶୀ ଉଷାସେ ମୟୀ ତାହାର ନାମ ଉଚ୍ଚାରିଲେ ନୟନେ ତା ରୂପ ଦେଖିଲେ ଶୁଣେ ଶୁଣାଏ ଯେ ଗାୟନ ଏ ଯାଏ ସମନ ଭୁବନ ଏ ପ୍ରାଣୀ କ୍ଷୁଧା ତୃଷାର୍ତ ହୋଇ ନାନା ତାପେ ବ୍ୟଥାକୁ ପାଇ ଏ ଚାଲନ୍ତେ ପଥ ହୁଡ଼ି ପଡ଼େ କଣ୍ଟା ପାଷାଣେ ଅଭାବାଡ଼େ ହେଳାବା ଶ୍ରଦ୍ଧାରେ ଶୁଣଇ ସଂସାର ସାଗର ତରଇ ତା ନାମେ ହୃଦେ ଯେ ଭଜନ୍ତି ସେ ବାସୁଦେବ ତହିଁ ସ୍ଥିତି ଅଜ୍ଞାନ ଅନ୍ଧକାର ଦୂର ନିର୍ମଳ ହୁଅଇ ଶରୀର ଅନ୍ଧକାରକୁ ସୂର୍ଯ୍ୟ ନାଶେ ମେଘ ତଣ୍ଡ ପବନ ତ୍ରାସେ ବାସୁଦେବଙ୍କ କଥା ଛାଡ଼ି ଆନ କଥାରେ ଯେବେ ବଢ଼ି ସେ ସବୁ ବ୍ୟର୍ଥ ଅଟଇ କୁହୁକ ବିଦ୍ୟା ସେ ଖେଳଇ ସେ କୃଷ୍ଣ କଥା ରସ ବିନା ଯେତେ କବି ତୋର ବର୍ଣ୍ଣନା ରସ କଳାରେ ରସି ମନ ସେ ସର୍ବ ବିଅର୍ଥ କାରଣ ମଙ୍ଗଳଦାୟକରେ ପୂର୍ଣ୍ଣ ସୁନ୍ଦର ରସରେ ଆପ୍ୟାନ ନବୀନ ମନ ମହୋତ୍ସବ ଆନନ୍ଦ କରେ ସର୍ବଜୀବ ପ୍ରାଣୀ ଶୋକ ସମୁଦ୍ର ମାନ ଦହନ କରେ ତତ୍କ୍ଷଣ ଯେ ଜପେ ବାସୁଦେବ ନାମ କରେ କୀର୍ତ୍ତନ ସୁମରଣ
ଜଗତ ପବିତ୍ର କରଇ ପୁଣି ଆତ୍ମାକୁ ନିସ୍ତାରଇ। ଯେ ମୁଖେ ବାସୁଦେବ ବାଣୀ ଗାୟନ ନ କରନ୍ତି ପୁଣି କାକ ଶ୍ୱାନ ମୁଖ ତା ବୋଲି ଜଇଁ ହଂସ ନ କରେ କେଳି। ତା ନାମ ଧରି ସାଧୁ ଜନ ଜଇଁ କରୁଥାନ୍ତି ଗାୟନ। ଜଗତ ପାପ ବିନାଶଇ ଶ୍ଲୋକେ ଶ୍ଲୋକେ ପାପ ହରଇ। ଯେ ଅବା ପୁରାଣ ପଢ଼ଇ ତତ୍ତ୍ୱ ଜାଣି ବିଷ୍ଣୁ ଭଜଇ। ଯେବେ ସକଳ କର୍ମ ଛାଡ଼ି ସନ୍ନ୍ୟାସ ମାର୍ଗେ ଚିତ୍ତ ବଢ଼ି ବାସୁଦେବ ଭଜନ ନାହିଁ ନବଜି ଜ୍ଞାନହୀନ ସେଇ। ସଂସାରେ ଥାଇ ସର୍ବଧର୍ମ ଯେତେକ ଶୁଭାଶୁଭ କର୍ମ। ଯେବେ ସେ ବାସୁଦେବେ ଦେଇ ସାଧୁ ବୈଷ୍ଣବ ତାକୁ କହି। ଯେବା ଯେତେକ ବର୍ଣ୍ଣ ଧର୍ମ କର୍ମ ଅତରେ ସେ ବ୍ରାହ୍ମଣ। ଏ ବାସୁଦେବ ବୋଲି ନ ଜାଣି ବିଅର୍ଥେ ମରନ୍ତି ଯେ ପ୍ରାଣୀ। ସେ କୃଷ୍ଣ ଚରଣାରବିନ୍ଦ ଯେ ପ୍ରାଣୀ କରନ୍ତି ଆସ୍ୱାଦ। ଏ ନାମ ଗୁଣ କୀର୍ତ୍ତନ ମାନ ଆବର ସ୍ମରଣ ପୂଜନ। ଚିତୁ ଗୋବିନ୍ଦ ନପାଶରେ ସକଳ ଅମଙ୍ଗଳ ଉତ୍ତରେ। ପରୀକ୍ଷ ରାଜା ଗଙ୍ଗା ତୀରେ ପ୍ରାର୍ଥନା ଉପଦେଶ କରେ। ଯୋଗ ଆସନେ ବସି ପୁଣି ଭାଗବତେ ଯେ ସୁଖବାଣୀ। ମୁଇଁ ତା ଶୁଣିଥିଲି ପୂର୍ବେ କହିଲି ତୁମ୍ଭ ଭକ୍ତି ଭାବେ। ଏବେ ତା ସ୍ମରଣ କଲି ସଂସାର ବନ୍ଧନୁ ତରିଲି। ଏ ବ୍ରହ୍ମ ଋଷିମାନ ଶୁଣ ଶ୍ରୀ ଭାଗବତ ଯେ ପୁରାଣ। ଶ୍ରୀ ବାସୁଦେବଙ୍କ ଚରିତ ଅତି ପବିତ୍ର ଏ ଅମୃତ। ସେ ବାସୁଦେବ କର୍ମ ଗୁଣ ବେଦ ପୁରାଣରେ ବଖ୍ୟାଣ। କେହି ତ ନ ଜାଣନ୍ତି ଅନ୍ତ ଆକାଶ ଯେନେ ଅପ୍ରମିତ। ଶୁଣିଣେ ସର୍ବ ପାପ ହରେ ପଠନେ କି କରିବା ତାରେ। ଯେବେ ଅନ୍ତରେ ନାମ ଧରେ ବ୍ରହ୍ମାକୁ ନ ଯାଇ ଗୋଚରେ। ଶ୍ରଦ୍ଧା ଭାବରେ ଯେ ପଢ଼ନ୍ତି ସପ୍ତ ପୁରୁଷ ସ୍ୱର୍ଗେ ଯାନ୍ତି। ଜୀବନ ମୁକ୍ତ ଯେ ବୋଲାଇ ଅନ୍ତ କାଳେ ବୈକୁଣ୍ଠ ପାଇ। ସାତ କୂଳରୁ ସାତ ଗୋଟି ସେ ପ୍ରାଣୀ ଉଦ୍ଧାର କରେଟି। ମାତୃକୂଳ ଯେ ପିତୃକୂଳ ଭଗ୍ନୀର କୂଳ ପତ୍ନୀ କୂଳ। ମାଉସୀ ପିଉସୀ ଜୁଆଇଁ କୂଳରେ ଗୋଟିଏ ତରଇ। ଦ୍ୱାଦଶୀ ଏକାଦଶୀ ତିଥି ଅଷ୍ଟମୀ ପୂର୍ଣ୍ଣମୀ ସଂକ୍ରାନ୍ତି। ଚତୁର୍ଦ୍ଦଶୀ ଅମାସ୍ୟା ପର୍ବ ପୁଣ୍ୟ ତିଥି ମାନ ଯେ ସର୍ବ। ପଢ଼ି ଶୁଣିଲେ ଆୟୁ ବୃଦ୍ଧି ପୁଣ୍ୟ ସମ୍ପଦ ଜ୍ଞାନ ସିଦ୍ଧି। ଅର୍ଣ୍ଣ ଭୋଜନ ବିନା ଯେବେ ପଠନ ସ୍ମରଣ କରିବେ। ମହାପାତକୁ ମୁକ୍ତ ହୋଇ ବିଷ୍ଣୁର ଭକ୍ତି ସେ ଲଭଇ। ପୁଷ୍କର ତୀର୍ଥ ବଦରିକା ମଥୁରା ପ୍ରୟାଗ ଦ୍ୱାରକା। କୁରୁକ୍ଷେତ୍ର ପୁରୁଷୋତ୍ତମ କାଶୀପୁର ଉତ୍ତମ ସ୍ଥାନ। ସଂଯମୀ ହୋଇ ଯେଉଁ ଜନ ଦଶମୀ ଏକାଦଶୀ ଦିନ ଦ୍ୱାଦଶୀ ତିଥି ଉପବାସ ସଂକଳ୍ପ ଭିତରେ ଅଭ୍ୟାସ। ଏ ଯେ ପୁରାଣ ଭାଗବତ ଦ୍ୱାଦଶ ସ୍କନ୍ଧରେ ବିଦିତ। 360 ପ୍ରମାଣ 18 ସହସ୍ର ଗ୍ରନ୍ଥ ପୁଣ। ଏହାକୁ ସମାପ୍ତି କରିଣ ପଢ଼ିବ ଯେ ତିନି ଦିନେଣ। ଏକାଗ୍ରଚିତ ହୋଇ ପୁଣି ନ ଲାଗେ ଭବ ତରଙ୍ଗିଣୀ। ସର୍ବ ପାପରୁ ମୁକ୍ତ ହୋଇ ଅଗ୍ନି ଯେ ସନେ ସର୍ବ ଖାଇ। ପଢ଼ିଲା ଶୁଣିଲା ପ୍ରାଣିତ ଅଭିଘ୍ନେ କାମନା ସେ ପ୍ରାପ୍ତ। ସଂହିତା ଭାବେଣ ବ୍ରାହ୍ମଣ ଗାୟତ୍ରୀ ତ୍ରିବେଦ କାରଣ। କ୍ଷତ୍ରି ଯେବେ ପଢ଼ି ଶୁଣଇ ସପ୍ତଦୀପ ଦାନ ଲଭଇ। ବୈଶ୍ୟ ହୋଇ ପଢ଼ି ଶୁଣିଲେ ଜଗତ ଅନ୍ନ ଦାନ ଫଳେ। ବିଷ୍ଣୁ ପ୍ରାପ୍ତି ତାକୁ ହୋଇ ସୁଖେ ବାଣିଜ୍ୟ କୃଷି ହୋଇ। ସର୍ବ ପାପରୁ ମୁକ୍ତ ହୋଇବ କତେ ଅନ୍ନ ପାଣି ଦେଇ। ଏ ଶୂଦ୍ର ହୋଇଣ ଯେବେ ପଢ଼ି ଶୁଣଇ ଶ୍ରଦ୍ଧା ଚିତ୍ତେ ବଢ଼ି। ସକଳ ପାପୁ ମୁକ୍ତ ହୋଇ ବାସୁଦେବ ଚରଣ ପାଇ। ମଧୁକୁଲ୍ୟା ଯେ ଗୁଲୁ ମଧୁକୁଲ୍ୟା ଯେ ଘୃତକୁଲ୍ୟା ଦଧିକୁଲ୍ୟା ଯେ ଦୁଗ୍ଧକୁଲ୍ୟା। ଏ ଚାରି ଦାନ ଫଳ ଯାଏ ବିଷ୍ଣୁ ଚରଣେ ପ୍ରାପ୍ତ ହୁଏ। ଶୁଣିଲେ ସଫଳ ହୁଅଇ ଶ୍ରଦ୍ଧା ବିଶ୍ୱାସେ ଯେ ଶୁଣଇ। ସକଳ ପାପ ନ ଲାଗଇ ବିଷ୍ଣୁ ଚରଣେ ଲୀନ ହୋଇ। ଶ୍ରୀମଦ ଭାଗବତ ପୁରାଣରେ କଳିରେ ପାପ ନାଶ କରେ। ସେ ବାସୁଦେବର ମହିମା ଗାୟନ ତାଙ୍କ ଗୁଣ ସୀମା। ଆନ ପୁରାଣ ମାନଙ୍କର ଏ ଭାବ ନୁହଁ ପ୍ରଚାର। ଶେଷ ଜଗତ ମୂରତି ବାସୁଦେବ ଏଥିରେ ସ୍ଥିତି। ତାଙ୍କ ମହିମା ପଦେ ପଦେ କଥା ପ୍ରସଙ୍ଗରେ ଆନନ୍ଦେ। ସେ ଭାଗବତ ବାସୁଦେବ ଜନ୍ମନା ଅମୃତି ଅବିଦ୍ୟମ୍। ଅନନ୍ତ ଆତ୍ମା ତତ୍ତ୍ୱ ରୂପୀ ଉତ୍ପତ୍ତି ସ୍ଥିତି ପ୍ରଳୟାପେ। ସକଳ ମାୟାର କାରଣ ଅଶେଷ ଜୀବର ଧାରଣ। ବ୍ରହ୍ମା ଯେ ସର୍ବବେଦ ପିତା ମହେଶ ଆଦି ବ୍ରହ୍ମବେତା। ଏମାନେ ନିଗମେଣ ସ୍ଥିତି ଯାହା ଆଦି ଅନ୍ତ ନ ଜାଣନ୍ତି। ସେ ଯେ ଅଚ୍ୟୁତର ଚରଣ ତାଙ୍କୁ ମୋ ନମସ୍କାର ପୁଣ। ସେ ପ୍ରଭୁ କେମତ ଅଟନ୍ତି ନମ ଶକ୍ତିରେ ଯୁକ୍ତିମତି। ସକଳ ମାୟାରେ ରଚନା ସ୍ଥାବର ଜଙ୍ଗମ ଯାତନା। ସର୍ବଭୂତରେ ପୁରିଛନ୍ତି କେବଳ ପ୍ରଭୁ ପ୍ରକାଶନ୍ତି। ଭୋଦେବ ଦେବ ସଦା ସ୍ଥାୟୀ ତାପାଦେ ପ୍ରଣମଇ ମଇ। ସେ ପ୍ରଭୁ ସାକ୍ଷାତ ଈଶ୍ୱର ସୁଖ ଅନୁଭବ ମାତର। ଜଗତ ଲୋକ ଉପଦେଶୀ ଉଦ୍ଧବ ବୈକୁଣ୍ଠ ବାସୀ। ବିଷ୍ଣୁ ସ୍ମରଣେ ବେଦ ବ୍ୟାସ ସର୍ବଗ୍ରନ୍ଥମୟ ପ୍ରକାଶ। ତାଙ୍କ ଅଙ୍ଗରୁ ଜନ୍ମ ନେଇ ପୁତ୍ର ସ୍ୱରୂପ ସୁଖ ହୋଇ। ସାକ୍ଷାତେ ବାସୁଦେବ ଅଂଶେ ଜନନୀ ଜଟରୁ ସନ୍ନ୍ୟାସ। ଆତ୍ମାଜ୍ଞାନରେ ସେ ପ୍ରକାଶ ଅବଧୂତ ସ୍ୱରୂପ ବେଶ। ବ୍ୟାସଙ୍କ ତଉଁ ଉପଦେଶ ଶ୍ରୀ ଭାଗବତ ପୁଣ୍ୟ ରସ। ତତ୍ତ୍ୱଜ୍ଞାନ ଆଦି ସନ୍ତୋଷ ବ୍ୟାସଙ୍କ ମାୟା କଲେ ନାଶ। ବ୍ରହ୍ମଜ୍ଞାନ ହୃଦୟ ବ୍ୟାସୀ ବ୍ୟାସଙ୍କୁ ଛାଡ଼ି ବେନବାସୀ। ତାଙ୍କ ପଛେ ବ୍ୟାସ ଗୋଡ଼ାଇ ବଦ୍ରିକା ଆଶ୍ରମେ ବଳ ଚଳଇ। ମେରୁ ଶିଖର ପରିଜନ୍ତେ ମନ୍ତ ପଥରେ ସେ ଜାନ୍ତେ। ଏ ଆକାଶ ମାର୍ଗେ ଦେବ ସ୍ତ୍ରୀ ବସ୍ତ୍ର ପାଲଟି ସ୍ନାନ କରି। ଶୁକକୁ ଯଉଁ ଦେଖି ଆସି ପ୍ରଣାମ କଲେ ସ୍ୱର୍ଗବାସୀ। କଥା ଦେଖି ନ ଦେଖିଲେ କନ୍ୟାଙ୍କ ପାଶେ ବ୍ୟାସ ଗଲେ। ଅଧୀରେ କନ୍ୟାକୁ ପୁଛିଲେ ଆମ୍ବକୁ ଦେଖି ପଶ ଜଳେ। ଶୁକ ମୋ ଯୁବା ଯେ ବୟସ ତା ପାଶେ ହୋଇଲ ପ୍ରବେଶ। ତାଙ୍କର ସ୍ତ୍ରୀ ପୁରୁଷ ଭାବ ନଥାଏ ହେମନ୍ତ ସ୍ୱଭାବ। ତୁମ୍ଭର ଦେହ ଶ୍ରଦ୍ଧା ଅଛି ଏଣୁ ତୁମ୍ଭକୁ ଆମ୍ଭେ ଲୁଚି।
ଶୁକ ଯେ ବନରେ ପ୍ରବେଶ ଜ୍ଞାନରେ ହୋଇଲେ ଅଦୃଶ୍ୟ। ବ୍ୟାସ ଯେ ତାଙ୍କୁ ନ ଦେଖିଲେ ସେ ସର୍ବଜୀବେ ନିମଜିଲେ। ବ୍ୟାସ ସେବନେ ଦିନେ ରହି ତାହାକୁ ଅନୁରାଗ ବହି। ବୃକ୍ଷମାନଙ୍କରୁ ସବଦ ଶୁକଦେବ ବଚନ ବେଦ। ସେ ଭାବେ ଚତୁର୍ଦଶ ଲୋକେ ଶୁଣିଲେ ବୃକ୍ଷର ସେ ବାକ୍ୟେ। ତା ଶୁଣି ବ୍ୟାସ ବୋଧ ହୋଇ ହୃଦୟରେ ଜ୍ଞାନ ସେ ଜନ୍ମାଇ। ସନ୍ତତି ବୃଦ୍ଧିର ନିମନ୍ତେ ପ୍ରାର୍ଥନା କଲେ କର୍ମ ମତେ। ସେ ଶୁକଦେବ ପ୍ରତି ଛାୟା ଶୁକ ନାମେଣ ପ୍ରତି କାୟା। ଆପଣା ସେ ତହିଁ ଥୋଇ ବ୍ୟାସଙ୍କୁ ପ୍ରତି ଶୁକ ଦେଇ। ଏ ପ୍ରତି ଶୁକକୁ ଘେନି ବ୍ୟାସ ଆପଣା ଆଶ୍ରମେ ପ୍ରବେଶ। ତାଙ୍କୁ ବ୍ରତ ଉପନୟନ କରାଇ ବେଦ ଅଧ୍ୟୟନ। ପିତୃଲୋକଙ୍କର ଦୁହିତି ସେ ତାଙ୍କ ମନୁହୂତପତି। ସବରୀ ନାମ ବାହଂ କରି ଭୟ ସକଳ ଶୋକକୁ ବିବାହ କରି। ତଉଁ ସେ ଚାରି ଯେ ତନୟେ ଜନ୍ମଇ ଏକଇ କନ୍ୟା। କୃଷ୍ଣ ଗୌର ପ୍ରଭୁ ଶମ୍ଭୁ ଏ ଚାରି ପୁତ୍ର ତା ସମ୍ଭବୁ। କନ୍ୟାର ନାମ କୃତି ହୋଇ ପାଞ୍ଚାଳ ଦେଶେ ବିଭା ଦେଇ। ଅସନାମେଣ ରାଜନ ପାଞ୍ଚାଳ ଦେଶେ ବିଦ୍ୟମାନ। କନ୍ୟା ପୁତ୍ର ବଲୋଦର ସେ ବ୍ରହ୍ମ ଜ୍ଞାନରେ ଯୁଗତ। ଚାରି ଯେ ପୁତ୍ରଙ୍କୁ ବଂଶେଣ ପରାଶର ଗୋତ୍ରୀ ବ୍ରାହ୍ମଣ। ଚାରି ବେଦର ସେ ହୋଇଲେ ତଉଁ ସେ ଶୁକ ମୁନି ଗଲେ। ବ୍ୟାସଙ୍କୁ ଜ୍ଞାନ ସେ ପୁଛିଲେ ତଉଁ ଯେ ବୋଧ ନ ହୋଇଲେ। ମିଥିଳା ଜନକ ରାଜନ ଯେ ରାଜ ଋଷି ବିଦ୍ୟମାନ। ସେ ନବ ମହାମୁନି ଶିଷ୍ୟ ତହିଁ ଯେ ଜ୍ଞାନ ତା ବିଶେଷ। ଶୁକ ଯେ ଉପଦେଶ ପାଇ ଆତ୍ମାରେ ବ୍ରହ୍ମଙ୍କୁ ବନ୍ଦଇ। ପିତା ପୁତ୍ରାଦି ଛାଡ଼ି ଗଲେ ଶୁକଙ୍କ ଦେହରେ ମିଶିଲେ। ଏବଂ ଭୂତ ଯେ ଶୁକ ଦେବ ତାଙ୍କ ଚରଣେ ସେ ଭାବ। ଜଗତ ହିତେ ବ୍ରହ୍ମ ଦେଇ ଭାଗବତ ପୁରାଣ କହି। ଏ ଭାଗବତର ମହିମା କେ କହିପାରେ ଗୁଣ ସୀମା। ପରୀକ୍ଷ ରାଜା ପୁଣ୍ୟ ବଳେ ଅକସ୍ମାତେ ଶୁକ ମିଳିଲେ। ପରୀକ୍ଷ ଭାଗବତ ଶୁଣି ବୈକୁଣ୍ଠ ଲଭିଲେ ସେ ପୁଣି। ଜଗତ ହିତର ନିମନ୍ତେ କହିଲୁ ତୁମ୍ଭର ଅଗ୍ରତେ। ସକଳ ପ୍ରାଣୀ ପାପ ନାଶ ପୁରାଣ ଶୁଣି ପାପ ଧ୍ୱଂସ। ମହିମା ସେ ଶୁକ ଦେବର କୀର୍ତ୍ତନ କରେ ଶତବାର। ସେ ଶୁକ ଦେବେ ନମସ୍କାର ସତେ ଦଣ୍ଡ ପ୍ରଣାମ ମୋର। କହିବି ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଜନେ ଦୋଷ ନ ଧରିବା ମୋର ତୁମ୍ଭ ପାଦେ ସେବା। ଭାଷା ପ୍ରାକୃତ ବନ୍ଧ ଏତେ ନାହିଁ ସଂସ୍କାର ଭେଦ। ବାର ମାତ୍ରା ପଞ୍ଚାଶ ଅକ୍ଷର ସର୍ବଦ ବ୍ରହ୍ମର ବିଚାର। ବେଦେ ପୁରାଣ ଆଦି ଯେତେ ସଂସାର ପ୍ରାକୃତ ସହିତେ। ସକଳ ଦେଶ ଭାଷା ମାନ ସର୍ବ ଅଟଇ ଭିନ୍ନ ଭିନ୍ନ। ସେ ବିଷ୍ଣୁ ସର୍ବଭୂତେ ଏକ ଅର୍ଥବାଦରେ ସେ ଅନେକ। ତେଣୁ ତା ମିତ୍ର ପର ନାହିଁ କେବଳ ଭାବେ ବଶ ହୋଇ। ଏ ସାମୁକୁ ମୁକୁତା ଯେ ସନେ ପ୍ରାକୃତ ଛାଡ଼ି ତତ୍ତ୍ୱ ଜ୍ଞାନ। ପାପୀ ମୂଢ଼ ଯେ ଅଜ୍ଞାନ ନମହି ତୁମ୍ଭର ଚରଣ। କହି ଜଗନ୍ନାଥ ଦାସ କୃଷ୍ଣ ଚରଣେ ଦେଇ ଚିତ୍ତ। ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ 82 ଦ୍ୱାଦଶ ସ୍କନ୍ଧେ ଶାନ୍ତି ପର୍ବଣି ଦାନ ଧର୍ମର ମାନଶାସନେ ନୈମିଷାରଣ୍যେ ସୁତ ସୌନକ ସମ୍ବାଦେ। ପ୍ରଥମ ସ୍କନ୍ଧାରଭ୍ୟ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତେ ଅନୁକ୍ରମଣିକା କଥନେ ନାମ ଦ୍ୱାଦଶ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।